हेलो स्टूडेंट्स, वेलकम टू सारडा ट्यूशन बेस सब वेलकम करछे सेशन को जेंति कि हम जानि छथि कि एसएससी पीजीटी पॉलिटिकल साइंस और लेक्चर पई हम जो सिलेबस को पढिबार प्रोसेस को आरंभ करछे सेतरा वेस्टर्न पॉलिटिकल थिंकर्स इंडियन पॉलिटिकल थिंकर्स पॉलिटिकल थ्योरी ଆଉ ତା ସହିତ ସବୁ ପଲିଟିକାଲ ଆଇଡିଓଲୋଜି କୁ ପଢି ସାରିଲା ପରେ ବର୍ତ୍ତମାନ ଆମେ କମ୍ପିଟିଟିଭ ପଲିଟିକ୍ସ କୁ ପଢୁଛନ୍ତି। କମ୍ପିଟିଟିଭ ପଲିଟିକ୍ସ ରେ ଆମେ ମିନିଂ ନେଚର ସ୍କୋପ ଅଫ କମ୍ପିଟିଟିଭ ପଲିଟିକ୍ସ କୁ ପଢି ସାରିଛନ୍ତି। ଆଉ ତା ସହିତ ଆମେ ବ୍ରିଟିଶ କନଷ୍ଟିଟ୍ୟୁସନ କୁ ପଢିକି ଆମେରିକାନ କନଷ୍ଟିଟ୍ୟୁସନ କୁ କଣ କରୁଛନ୍ତି ପଢୁଛନ୍ତି, କିନ୍ତୁ ତମମାନଙ୍କର ଡିମାଣ୍ଡ ଥିଲା କିଛି ଏମସିକ୍ୟୁ ଡିସ୍କସନ କରିବା ପାଇଁ, ସେଥିପାଇଁ ଆମେ କିଛି ଏମସିକ୍ୟୁ ଡିସ୍କସନ କରୁଛୁ। ମର୍ଣ୍ଣିଂ ରେ ଗୋଟେ କ୍ଲାସ ଆମେ କରିଥିଲେ, ଆଉ ମର୍ଣ୍ଣିଂ ର କ୍ଲାସ ରେ ମଧ୍ୟ ଆମେ 40 ଏମସିକ୍ୟୁ କୁ ଡିସ୍କସନ କରିଥିଲେ କମ୍ପ୍ଲିଟ ଏକ୍ସପ୍ଲାନେସନ ସହିତ, ଯୋଉଟା କି ବ୍ରିଟିଶ କନଷ୍ଟିଟ୍ୟୁସନ ସହିତ ଲିଙ୍କଡ ଥିଲା। ତ ବର୍ତ୍ତମାନ ଆମେ ରିମେନିଂ ବ୍ରିଟିଶ କନଷ୍ଟିଟ୍ୟୁସନ ସହିତ ସମ୍ପର୍କ ଥିବା ଆଉ କିଛି ଏମସିକ୍ୟୁ ସହିତ ଆମେରିକାନ କନଷ୍ଟିଟ୍ୟୁସନ ର କିଛି ଏମସିକ୍ୟୁ କୁ ମଧ୍ୟ ଡିସ୍କସନ କରିକି ଦେଖିବା। ଠିକ ଅଛି, ତ ଲେଟ୍ କରିବାନି, ସେସନ କୁ ଆରମ୍ଭ କରିବା। ଦେଖିବା କଣ ରହିଛି କ୍ୱେଶ୍ଚନ। ତ କୋଉଠି ଆମେ ଛାଡିଥିଲି, ଯେ ତମେ ମନେ ଥିବ ମର୍ଣ୍ଣିଂ ର କ୍ଲାସ ରେ ତମେ ଦେଖିଛ, ତାହେଲେ ନିହାତି ଭାବରେ ତମମାନଙ୍କର ମନେ ଥିବ କି ମର୍ଣ୍ଣିଂ ରେ ଆମେ 40 ନମ୍ବର କ୍ୱେଶ୍ଚନ କଣ କରିଥିଲି, କମ୍ପ୍ଲିଟ କରିଥିଲି। ଆଉ 40 ନମ୍ବର କ୍ୱେଶ୍ଚନ ରେ କଣ ଥିଲା, ଦ ପ୍ରାଇମ ମିନିଷ୍ଟର ଅଫ ଗ୍ରେଟ ବ୍ରିଟେନ when India got independent in 1947। ତ 1947 ମସିହାରେ 1947 ମସିହାରେ ଭାରତ ଯେତେବେଳେ କଣ ହଉଥିଲା, ସ୍ଵାଧୀନତା ପ୍ରାପ୍ତ କଲା, ତ ସିଏ ପଚାରୁଛି କି ୟୁକେ ର ପ୍ରାଇମ ମିନିଷ୍ଟର କିଏ ଥିଲେ। ଠିକ ଅଛି, ଆମେ ସମସ୍ତେ ଜାଣିଛନ୍ତି ଜବାହରଲାଲ ନେହେରୁ ସେ ସମୟରେ କଣ ନା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ 1947 ମସିହାରେ ହିଁ ସିଏ ହେଲେ। 1947 ମସିହାରେ 1947 ମସିହା ଭାରତ ସ୍ଵାଧୀନତା ପ୍ରାପ୍ତ ନହବା ବେଳକୁ ଜବାହରଲାଲ ନେହେରୁ କଣ ଥିଲେ ନା 1946 ମସିହାରୁ ଇଏ ଭାରତର ଇଣ୍ଟର୍ମ ଗଭର୍ଣମେଣ୍ଟ ର ଭାଇସ ପ୍ରେସିଡେଣ୍ଟ ଥିଲେ। ଇଣ୍ଟର୍ମ ଗଭର୍ଣମେଣ୍ଟ ର କଣ ଥିଲେ, ଭାଇସ ପ୍ରେସିଡେଣ୍ଟ ଥିଲେ। ଯାହାର କି ପ୍ରେସିଡେଣ୍ଟ କିଏ ଥିଲେ, ଯାହାର କି ପ୍ରେସିଡେଣ୍ଟ ଥିଲେ ଲର୍ଡ ୱେଭେଲ। କିଏ ଥିଲେ, ଲର୍ଡ ୱେଭେଲ। କିନ୍ତୁ ଇଏ କଣ ଥିଲେ, ତାର ଭାଇସ ପ୍ରେସିଡେଣ୍ଟ ଥିଲେ। କିନ୍ତୁ 1947 ମସିହାରେ ଇଣ୍ଟର୍ମ ଗଭର୍ଣମେଣ୍ଟ ର ପ୍ରଧାନମନ୍ତ୍ରୀ ହଉଛନ୍ତି କିଏ ନା ଜବାହରଲାଲ ନେହେରୁ। ମାଉଣ୍ଟ ବ୍ୟାଟେନଙ୍କ କଥା ଯଦି ଆମେ କହିବା, ତାହେଲେ ଇଏ ତ କଣ ଥିଲେ ନା, ଆମେ ଯଦି କହିବା କି ଇଏ ଥିଲେ କଣ ନା ଲାଷ୍ଟ ବ୍ରିଟିଶ ଗଭର୍ଣ୍ଣର ଜେନେରାଲ, ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଅଫ ଇଣ୍ଡିଆ। ଠିକ ଅଛି, ବା ଲାଷ୍ଟ ଆମେ ଆକୁ କଣ କହିପାରିବା, ଭାଇସ ରୟ ବି କହିପାରିବା, ଭାଇସ ରୟ ମଧ୍ୟ କହିପାରିବା। ଠିକ ଅଛି, ସେମିତି କ୍ଲିମେଟ ଆଟଲି ହିଁ ହଉଛି କରେକ୍ଟ ଆନ୍ସର। ଇଏ କଣ ଥିଲେ, ଇଂଲଣ୍ଡର ପ୍ରାଇମ ମିନିଷ୍ଟର ସେ ସମୟରେ କିଏ ଥିଲେ ନା କ୍ଲିମେଟ ଆଟଲି। କିଏ ଥିଲେ, କ୍ଲିମେଟ ଆଟଲି ଥିଲେ। ୱିନଷ୍ଟନ ଚର୍ଚିଲ ଯଦି ଆମେ କହିବା, ଇଏ 1945 ରେ ଥିଲେ, କିନ୍ତୁ 1945 ରେ ଯୋଉ ଇଲେକ୍ସନ ହବ, ସେ ଇଲେକ୍ସନ ରେ କଣ ହେବେ ନା ଡିଫିଟ୍ ହେବେ। ଆଉ ଇଏ ଡିଫିଟ୍ ହେଲା ପରେ ତାଙ୍କ ଜାଗାରେ ହିଁ କିଏ ଆସିବେ ନା କ୍ଲିମେଟ ଆଟଲି ଆସିବେ। କିଏ ଆସିବେ, କ୍ଲିମେଟ ଆଟଲି ଆସିବେ। କ୍ଲିୟର ସମସ୍ତଙ୍କର? ଏଇଟା ଆମେ ଲାଷ୍ଟ ଯୋଉ କ୍ଲାସ ଆମେ କରିଥିଲେ ମର୍ଣ୍ଣିଂ ରେ, ସେଥିରେ ଆମେ ଏଇଠି କଣ କରିଥିଲେ, ଛାଡିଥିଲେ। ତ ଆନ୍ସର କଣ ହେଇଥିଲା, ବି ହେଇଥିଲା। ଜର୍ଜ କ୍ଲିମେଟ ଆଟଲି କଣ ଥିଲେ, ପ୍ରାଇମ ମିନିଷ୍ଟର ଥିଲେ। ଆଉ ରାଜା ବି ମୁଁ ତମକୁ କହିଥିଲି, କିଙ୍ଗ କିଏ ଥିଲେ ନା କିଙ୍ଗ ଜର୍ଜ ସିକ୍ସ। କିଙ୍ଗ ଜର୍ଜ ସିକ୍ସ କଣ ଥିଲେ, ରାଜା ଥିଲେ। ଆସ ବର୍ତ୍ତମାନ 41 ନମ୍ବର କ୍ୱେଶ୍ଚିନ ପାଖରୁ ପଢିବା। ତ 41 ନମ୍ବର କ୍ୱେଶ୍ଚିନ କହୁଛି, ହୁ ଏବଂ ଦ ଫଲୋଇଂ ଇଜ ଏ ୱେଲ ନୋନ୍ ଇଣ୍ଟରପ୍ରିଟର ଅଫ ରୁଲ ଅଫ ଲ। ଦେଖ, ଆମେ ଯଦି କହିବା କି କଣ ନା ଇଂଲଣ୍ଡ ହଉଛି ରୁଲ ଅଫ ଲ ର, ଆମେ ଯଦି କହିବା କି କଣ ନା ଇନଭେଣ୍ଟର, ଆମେ ଯଦି କହିବା କି ପ୍ରଥମ ଥର ପାଇଁ ରୁଲ ଅଫ ଲ କୁ ଯଦି କିଏ କଣ କରିଥିଲା, ବାହାର କରିଥିଲା, ମାନେ ପ୍ରଥମ କଣ୍ଟ୍ରି ଯଦି କିଏ ଥିଲା, ତାହେଲେ ସେ ହଉଛି ୟୁନାଇଟେଡ କିଙ୍ଗଡମ। ଆଉ ୟୁନାଇଟେଡ କିଙ୍ଗଡମ ର ନିୟମ ହଉଛି କି ଯାହାବି କିଛି ହବ, ଶାସନଟା ସବୁବେଳେ ଆଇନ ଅନୁସାରେ ହବ। ଆକୁ ଆମେ କଣ ବୋଲି ପଢିଥିଲେ, ଆଇନର ଶାସନ ବୋଲି ଆମେ ପଢିଥିଲେ। ଆଉ ପୃଥିବୀରେ ଯେତେ ବି କଣ୍ଟ୍ରି ଆଜିର ଡେଟରେ ରୁଲ ଅଫ ଲ କୁ କଣ କରନ୍ତି ନା ବ୍ୟବହାର କରନ୍ତି। ତ ଏଇଟା କୋଉ ଦେଶର କନସେପ୍ଟ ଥିଲା, ଏଇଟା ୟୁକେ ର କନସେପ୍ଟ ଥିଲା, ବା ଏଇଟା ଗ୍ରେଟ ବ୍ରିଟେନ ର କନସେପ୍ଟ ଥିଲା। କିନ୍ତୁ ତାଙ୍କ ଦେଶର ବିଭିନ୍ନ ପ୍ରକାରର କଣ ନା ଫର୍ମର ପ୍ରାଇମ ମିନିଷ୍ଟର, ଫର୍ମର ଫିଲୋସଫର, ତ ଏମାନେ ସବୁ ରୁଲ ଅଫ ଲ କୁ କଣ କରୁଛନ୍ତି, ଇଣ୍ଟରପ୍ରିଟର କରୁଛନ୍ତି, ମାନେ ଇଣ୍ଟରପ୍ରିଟ କରୁଛନ୍ତି, ମାନେ କଣ କରୁଛନ୍ତି, ବ୍ୟାଖ୍ୟା କରୁଛନ୍ତି କି କଣ ଆର ପ୍ରକୃତ ମିନିଂ କଣ, ହ୍ୱାଟ ଇଜ ରୁଲ ଅଫ ଲ। ତ ସବୁଠୁ ଭଲ ୱେଲ ନୋନ୍ ଇଣ୍ଟରପ୍ରିଟର ଭାବରେ କାହାକୁ ଆମେ ମାନୁଛନ୍ତି, କାହାକୁ ଆମେ ସବୁଠୁ ୱେଲ ନୋନ୍ ଇଣ୍ଟରପ୍ରିଟର ଭାବରେ କଣ କରୁଛନ୍ତି, କନସିଡର କରୁଛନ୍ତି। ଅପସନ ଦେଇଛି ଏ ଭି ଡାଇସି, ଆଇଭର ଜେନିଙ୍ଗସ, ୱିନଷ୍ଟନ ଚର୍ଚିଲ ନା ଗ୍ଲାଡଷ୍ଟୋନ। ଦେଖ, ଉପରେ ଆମେ ପଢିକି ଆସିଥିଲେ, ଗ୍ଲାଡଷ୍ଟୋନ ହଉଛନ୍ତି କଣ ନା ତାଙ୍କର ଆଇଡିଆଲ ପ୍ରାଇମ ମିନିଷ୍ଟର। ସବୁ ପ୍ରଧାନମନ୍ତ୍ରୀ କାହା ପାଇଁ, କାହା ଭଳିଆ ହେବା ପାଇଁ ଚେଷ୍ଟା କରନ୍ତି ନା ଗ୍ଲାଡଷ୍ଟୋନଙ୍କ ଭଳିଆ ପାଇଁ ହେବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ଏଇଠି ସେ ସେଇ କ୍ୱେଶ୍ଚନ ପଚାରିନି, ଏଇଠି ସେ ପଚାରିଛି କି ରୁଲ ଅଫ ଲ ର, ରୁଲ ଅଫ ଲ ର
एक्चुअल इंटरप्रिटर भाବରେ ବା ସବୁଠୁ ୱେଲ୍ ନୋନ୍ इंटरप्रिटर ଭାବରେ ଆମେ କାହାକୁ ମନେ ରଖିଛନ୍ତି? ତ ମନେ ରଖ ଆଇଭର ଜେନିଙ୍ଗସ୍। କାହାକୁ ମନେ ରଖୁଛନ୍ତି? ଆର ଆନ୍ସର ହଉଛି କଣ? ଆର ଆନ୍ସର ହଉଛି ଆଇଭର କଣ ନା ଜେନିଙ୍ଗସ୍। ତ ଆଇଭର ଜେନିଙ୍ଗସ୍ କୁ ଆମେ କଣ କରୁଛନ୍ତି ନା ସବୁଠୁ ୱେଲ୍ ଇଣ୍ଟରପ୍ରିଟର ଅଫ କଣ ନା ରୁଲ ଅଫ ଲ ଭାବରେ କନସିଡର କର। କ୍ଲିୟର ସମସ୍ତଙ୍କୁ? ତାପରେ ଆସ 42 ନମ୍ବର କ୍ୱେଶ୍ଚିନ୍ କୁ ଯିବା। ହୁ ସମନ୍ସ ଏଣ୍ଡ ପ୍ରୋରୋଗେଟ୍ସ ଦ ପାର୍ଲାମେଣ୍ଟ ଇନ ବ୍ରିଟେନ। ଦେଖ ଯେକୌଣସି ଦେଶର ଯେତେବେଳେ କଣ ହବ ନା ପାର୍ଲାମେଣ୍ଟ କଣ ହବ ନା ସେସନ କୁ ଆସିବ। ତାର ସେସନ ବା ଯୋଉଟାକୁ ଆମେ ଅଧିବେଶନ ବୋଲି କହୁଛନ୍ତି, କଣ କହୁଛନ୍ତି? ଅଧିବେଶନ। ତାହେଲେ ମନେ ରଖିବ କି ସେ ସେସନ ରେ ସେ ଅଧିବେଶନକୁ କଣ କରିବାକୁ ପଡିବ? ଡାକିବାକୁ ବି ପଡିବ ସେ ସେସନକୁ, ଆଉ ତାକୁ ଏଣ୍ଡ ବି କରିବାକୁ ପଡିବ। ମାନେ ତାକୁ କଣ କରିବାକୁ ପଡିବ ନା ୱେଲକମ ବି କରିବାକୁ ପଡିବ, ଆଉ ତା ସହିତ ଏଣ୍ଡ ବି କରିବାକୁ ପଡିବ। ତ ଯେତେବେଳେ ପାର୍ଲାମେଣ୍ଟର କୌଣସି ବି ଦେଶର ପାର୍ଲାମେଣ୍ଟର ଗୋଟେ ଅଧିବେଶନକୁ ଡାକା ଯାଉଛି, କଣ କରାହଉଛି? ୱେଲକମ କରାହଉଛି। ତାହେଲେ ତାକୁ କୁହାଯିବ ସମନ। ସମନର ଅର୍ଥ ହଉଛି ସେସନକୁ କଣ କରିବା? ଷ୍ଟାର୍ଟ କରିବା ପାଇଁ ଯେତେବେଳେ କଣ କରାହବ? ଡାକା ହବ, ତାକୁ କୁହାହଉଛି ସମନ। ପ୍ରୋରୋଗ୍ସ ର ଅର୍ଥ ହଉଛି କଣ ନା ପ୍ରୋରୋଗେସନ ଯୋଉକୁ ଆମେ କହୁଛନ୍ତି, ଆର ଅର୍ଥ ହଉଛି ଚାଲିଥିବା ସେସନ ଯେତେବେଳେ ଏଣ୍ଡ ହବ, ତ ଯୋଉ ଡିକ୍ଲାରେସନ ରେ ଏଣ୍ଡ ହବ ତାକୁ କୁହାହଉଛି ପ୍ରୋରୋଗେସ, ଆଉ ଯୋଉ ଡିକ୍ଲାରେସନ ରେ କଣ ହବ ଆରମ୍ଭ ହବ ତାକୁ କୁହାହଉଛି ସମର। ଭାରତ କଥା ଯଦି ଆମେ ଦେଖିବା, ଇଣ୍ଡିଆ କଥା ଯଦି ଆମେ ଦେଖିବା, ତାହେଲେ ଇଣ୍ଡିଆର ପାର୍ଲାମେଣ୍ଟରେ ବର୍ଷକୁ ତିନିଟା ସେସନ ହୁଏ ବର୍ଷକୁ। ଗୋଟେକୁ ଆମେ କହୁଛନ୍ତି କଣ ନା ବଜେଟ ସେସନ। ଆଉ ଗୋଟେକୁ ଆମେ କଣ ବୋଲି କହୁଛନ୍ତି ନା ମନସୁନ ସେସନ ବୋଲି କହୁଛନ୍ତି। ମନସୁନ। ଆଉ ଗୋଟେ ଆମେ କଣ କହୁଛନ୍ତି? ୱିଣ୍ଟର। କଣ କହୁଛି? ୱିଣ୍ଟର। ତ ତିନିଟା ଯାକ ଯୋଉ ସେସନ ହୁଏ, ତ ଭାରତର ପାର୍ଲାମେଣ୍ଟର ସବୁ ସେସନକୁ ସମନ କରନ୍ତି ଭାରତର ରାଷ୍ଟ୍ରପତି, ଆଉ ତାକୁ ପ୍ରୋରୋଗେସ ବି କିଏ କରନ୍ତି? ଭାରତର ରାଷ୍ଟ୍ରପତି। ଠିକ ଅଛି? ସମନ ପ୍ରୋରୋଗେସ ଏ ଦିଟା ଯାକର ପାୱାର କାହା ପାଖରେ ଅଛି? ରାଷ୍ଟ୍ରପତିଙ୍କ ପାଖରେ। କିନ୍ତୁ ଏଇଠି ସେ ତମକୁ କ୍ୱେଶ୍ଚିନ କଣ ପଚାରିଲା ନା ଏଇଠି ତମକୁ ସେ କ୍ୱେଶ୍ଚିନ ପଚାରିଲା ହୁ ସମନ ଅର ପ୍ରୋରୋଗେସ ଦ ପାର୍ଲାମେଣ୍ଟ ଇନ ବ୍ରିଟେନ। ତାର ତ ବ୍ରିଟେନରେ ଯୋଉ ପାର୍ଲାମେଣ୍ଟ ଅଛି, ଭାରତର ପାର୍ଲାମେଣ୍ଟକୁ ତ ରାଷ୍ଟ୍ରପତି ଡାକି ଦିଅନ୍ତି, ଆମେ ଦେଖିଦେଲେ। କିନ୍ତୁ ସେ କହୁଛି କି ବ୍ରିଟେନ ପାଖରେ ଯୋଉ ପାର୍ଲାମେଣ୍ଟ ଅଛି, ତ ସେ ପାର୍ଲାମେଣ୍ଟକୁ ସମନ କିଏ କରିବେ ଆଉ ତାକୁ ପ୍ରୋରୋଗେସ କିଏ କରିବେ? ତ ମନେ ରଖ, ଆମେ ଜାଣିଛନ୍ତି ଭାରତର ରାଷ୍ଟ୍ରପତି, ଇଂଲଣ୍ଡର ରାଜା ବା ରାଣୀ, ତାର ସହିତ କିଙ୍ଗ। ତ କିଙ୍ଗ କଣ କରିବେ ନା ତାଙ୍କର ପାର୍ଲାମେଣ୍ଟକୁ ସମନ କରିବେ, ଆଉ ତାଙ୍କର ପାର୍ଲାମେଣ୍ଟକୁ ପ୍ରୋରୋଗେସ କରିବେ। କାହିଁକି ନା କିଙ୍ଗ ଇଜ ଏ ଇଣ୍ଟିଗ୍ରାଲ ପାର୍ଟ। ଇଏ ହଉଛନ୍ତି କଣ ନା ଇଜ ଏନ୍ ଇଣ୍ଟିଗ୍ରାଲ ପାର୍ଟ, ଇଣ୍ଟିଗ୍ରାଲ ପାର୍ଟ ଅଫ ବ୍ରିଟିଶ ପାର୍ଲିଆମେଣ୍ଟ। ଯେମିତି ଭାରତର ପ୍ରେସିଡେଣ୍ଟ ଇଜ ଏନ୍ ଇଣ୍ଟିଗ୍ରାଲ ପାର୍ଟ ଅଫ ଇଣ୍ଡିଆନ ପାର୍ଲାମେଣ୍ଟ, ତ ସେମିତି ଇଏ ହଉଛନ୍ତି କଣ ନା ଇଣ୍ଟିଗ୍ରାଲ ପାର୍ଟ ଅଫ ବ୍ରିଟିଶ ପାର୍ଲାମେଣ୍ଟ। ତାର ତ ନିହାତି ଭାବରେ ତାଙ୍କର କଣ ନା ସିଏ ହିଁ ସମନ କରିବେ, ଆଉ ସିଏ ହିଁ ତାକୁ ଏଣ୍ଡ କରିବେ। ଠିକ ସମସ୍ତଙ୍କର? 43 ନମ୍ବର କ୍ୱେଶ୍ଚନ କୁ ଆସ। 43 ନମ୍ବର କ୍ୱେଶ୍ଚନ କହୁଛି କି ପଲିସି ଡିଟରମିନେସନ ଇଜ ମେନଲି ଏ ଫଙ୍କସନ ଅଫ। ପଲିସି ଡିଟରମିନେସନ ଯୋଉଟାକୁ ଆମେ ନୀତି ନିର୍ଦ୍ଧାରଣ ବୋଲି କହୁଛନ୍ତି, କଣ କହୁଛନ୍ତି? ନୀତି ନିର୍ଦ୍ଧାରଣ। ତ ନୀତି ନିର୍ଦ୍ଧାରଣ କରିବା କି ଦେଶ ପାଇଁ କୋଉ ପ୍ରକାର ପଲିସି ହବ, ଦେଶ ପାଇଁ କୋଉଟା ବେଟର ରହିବ। ତ ଯୋଉ ପଲିସି ଡିଟରମିନେସନ ଟା ଏଇଟା ମେନଲି କାହାର ଫଙ୍କସନ? ଏଇଟା କ୍ୟାବିନେଟ ର ଫଙ୍କସନ, ନା ଏଇଟା ବ୍ରିଟିଶ ପ୍ରାଇମ ମିନିଷ୍ଟରଙ୍କର ଫଙ୍କସନ, ନା ଏଇଟା କିଙ୍ଗଙ୍କର ଫଙ୍କସନ, ନା ଏଇଟା ଯୋଉ ଅପୋଜିସନ ଲିଡରଙ୍କର ଫଙ୍କସନ? ତ ମନେ ରଖ, ଭାରତରେ ପଲିସି ଡିଟରମିନେସନ ଯାହାର ଫଙ୍କସନ, ଇଂଲଣ୍ଡରେ ମଧ୍ୟ ପଲିସି ଡିଟରମିନେସନ ସେଇ ପର୍ସନ। ତାର ଆମେ କହିବା କି ସେଇଟା ହଉଛି କିଏ ନା କ୍ୟାବିନେଟ। ମୁଁ ସବୁବେଳେ କହିଛି କି ଭାରତ ଆଉ ଇଂଲଣ୍ଡରେ କଣ କାମ କରେ? କ୍ୟାବିନେଟ ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ। କଣ କହୁଛି ଆମେ? କ୍ୟାବିନେଟ ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ ବୋଲି ଆମେ କହୁଛନ୍ତି। ଏଇଟା ଇଂଲଣ୍ଡରେ ବି ଅଛି, ଆଉ ଭାରତ ଏହାକୁ କଣ କରିଛି? ଫଲୋ ମଧ୍ୟ କରିଛି। ଯୋଉଥିରେ କଣ ନା କ୍ୟାବିନେଟ ର ମେମ୍ବର ମାନେ ମାନେ ଯୋଉ କ୍ୟାବିନେଟ ର କଣ ଥିବେ? ମିନିଷ୍ଟର ମାନେ ଥିବେ, ସେମାନେ ହିଁ ଦେଶର ପଲିସି ତିଆରି କରିବାର ପ୍ରୋସେସ କୁ କଣ କରିବେ? ଆରମ୍ଭ କରିବେ। ସେଟା ପରବର୍ତ୍ତୀ କଥା କି ପାର୍ଲାମେଣ୍ଟ ର ବୋଥ ହାଉସରେ ପାସ୍ ହବ, ସେଟା ତାର ପରବର୍ତ୍ତୀ କଥା କି ସେଥିରେ ତାଙ୍କ ଦେଶର ରାଜା ବା ରାଣୀଙ୍କର ସିଗ୍ନେଚର ହବ। କିନ୍ତୁ ହଁ, ପଲିସି ନିର୍ଦ୍ଧାରଣ ବା ପଲିସି ଡିଟରମିନେସନ ଇଜ ମେନଲି ଏ ଫଙ୍କସନ ଅଫ କ୍ୟାବିନେଟ। ଯାହାର ହେଡ କିଏ ଥିବେ? ପ୍ରାଇମ ମିନିଷ୍ଟର। କିନ୍ତୁ ପ୍ରାଇମ ମିନିଷ୍ଟର ନିଜେ ଏକା କରିପାରିବେନି, ତାଙ୍କର ପୁରା କ୍ୟାବିନେଟକୁ ନେଇକି ହିଁ କରିବେ। କିନ୍ତୁ ଯଦି ପଚାରେ ଚେୟାରମ୍ୟାନ ଅଫ କ୍ୟାବିନେଟ କିଏ, ତ ଆମେ କହିବା କି ପ୍ରାଇମ ମିନିଷ୍ଟର ଇଜ ଚେୟାରମ୍ୟାନ ଅଫ କ୍ୟାବିନେଟ। ଆନ୍ସର ହଉଛି ଏ। 44 ନମ୍ବର କ୍ୱେଶ୍ଚନ କହୁଛି ତ ଓଲ୍ଡ ନେମ ଅଫ କନଜରଭେଟିଭ ପାର୍ଟି। ତ କନଜରଭେଟିଭ ପାର୍ଟି ବ୍ରିଟେନରେ ଦିଟା ବଡ ବଡ ପଲିଟିକାଲ ପାର୍ଟି, ମେନଲି ଆମେ ତାକୁ ବାଇ ପାର୍ଟି ସିଷ୍ଟମ ର ଏକ୍ସାମ୍ପଲ ରେ ପଢୁଛନ୍ତି ନା। ତ ବାଇ ପାର୍ଟି ସିଷ୍ଟମ କାମ କରେ ଇଂଲଣ୍ଡରେ। ତ ଦିଟା ବଡ ପଲିଟିକାଲ ପାର୍ଟି ଅଛି। ଗୋଟେ କହୁଛି କନଜରଭେଟିଭ ପାର୍ଟି, ଆଉ ଗୋଟେ କହୁଛି ଲିବରାଲ ପାର୍ଟି। କଣ କହୁଛି? ଲିବରାଲ ପାର୍ଟି। ତ ସେ କହୁଛି କନଜରଭେଟିଭ ପାର୍ଟି ଗୋଟେ କହୁଛି, ଆଉ ଗୋଟେ ଆମେ କଣ କହୁଛି? ଲେବର। କଣ କହୁଛି? ଲେବର ପାର୍ଟି ବୋଲି କୁହାହଉଛି। ତ ସେ କ୍ୱେଶ୍ଚନ ପଚାରୁଛି କି କନଜରଭେଟିଭ ପାର୍ଟିକୁ ଆଉ କଣ କୁହାଯାଏ?
कंजर्वेटिव पार्टी रो ओल्ड ना कौन बोली पचारुछि तो मन रख कंजर्वेटिव पार्टी जो अछि आर ओल्ड ना आमे कौन बोली कहउछथि तो मन रख आकु कोनटा टोरी पार्टी कहै जाय कोन टोरिस एटा पचारे एग्जाम रे बहुत फेमस एबे जे हम कहबे कि कंजर्वेटिव पार्टी हारि गला इंग्लैंड रे तार त को पार्टी हारि गला ना टोरी पार्टी ताको टोरिस बोली कहै होछि ठीक अछि तो मन रखिबो एटा टोरिस पार्टी बोली ताको कहै जाय जार कि प्रधानमंत्री वर्तमान किए थिले कंजर्वेटिव पार्टी ऋषि सुनक थिले किंतु 15 वर्ष ପରେ पुणी ଥରେ पावर को किए फेरिला ना लेबर पार्टी पावर को फेरिकी आसला 45 नंबर क्वेश्चन टिके आंसर करो समझते तो प्रोफेसर ए भी डाइसी इंटरप्रिट करिसेंती द कांसेप्ट ऑफ रूल ऑफ लॉ को ताकर को फेमस बुक रे बहुत बड़ा और इंपोर्टेंट प्रश्न 45 नंबर से कुछ प्रोफेसर ए भी डाइसी जणे प्रोफेसर कोड रो ना इंग्लैंड रो और ये ताकर गोटे बही रे आईन रो शासन रूल ऑफ लॉ को कौन करचंती आमे देखिले आई वर्ड को वेल इंटरप्रिटर ऑफ रूल ऑफ लॉ भाबरे माना जाए किंतु हां एभी डाइसी प्रोफेसर ये भी तांकर गोटे बही रे कौन करचंती रूल ऑफ लॉ को बहुत बढ़िया कौन करचंती ना इंटरप्रिट करचंती कि कोन आरो मीनिंग ता कोन ताको व्याख्या करचंती तो से क्वेश्चन पचाउछि कि ए ताकर को बही रे ए जिंसटा को से लिखिछ तो मन को लॉ ऑफ द कॉन्स्टिट्यूशन ठीक अछि लॉ ऑफ द कॉन्स्टिट्यूशन रे रूल ऑफ लॉ को कौन करचंती इंटरप्रिटेशन करचंती के ना एवी डाइसी की करचंती एवी डाइसी बहुत बढ़िया तापर आस 46 नंबर प्रश्न द डिक्लेरेशन ऑफ इंडिपेंडेंस ठीक अछि द डिक्लेरेशन ऑफ इंडिपेंडेंस एडी सरी गला एट तो यूके सरी गला यूके रा में पूरा 45 एमसीक्यू देखिले ईच एंड एवरी एस्पेक्ट रू लेजिस्लेटिव रू एग्जीक्यूटिव रू जुडिशियल रू देखिले तो वर्तमान एडू हमें यूएसए ठीक अछि यूनाइटेड स्टेट ऑफ अमेरिका रा एमसीक्यू को देखिबा से कोन द डिक्लेरेशन ऑफ इंडिपेंडेंस एडॉप्टेड इन द ईयर ऑफ 1776 अनाउंस्ड द पाथ ऑफ से कहू जेतेबेले कि इंडिया मैं जेतेबेले कोन हला ना इंडिपेंडेंस को एडॉप्ट करा गला डिक्लेरेशन ऑफ इंडिपेंडेंस आसिला गोटे डिक्लेरेशन ऑफ इंडिपेंडेंस आसिला आ ताको 1776 मसिया एडॉप्ट करा गला तापर गोटे देश जन्म नेला तो से देशटा कोडा थिला बोली पचाउछ तो मन रख 1776 मसिया रे गोटे डिक्लेरेशन ऑफ इंडिपेंडेंस आसिला आ जेतेबेले आकु एडॉप्ट करा गला तो सेठी गोटे नूतन देशर जन्म हला आ ताको हमें यूनाइटेड स्टेट ऑफ अमेरिका कहउछनी कोन कहउछनी युक्त राष्ट्र अमेरिका बा यूनाइटेड स्टेट ऑफ अमेरिका तो मन रखिबो यूनाइटेड स्टेट ऑफ जति भारत को इंडिया इंडिपेंडेंस एक्ट 1947 रे नूतन देशर जन्म नेला भारत पाकिस्तान सेमिति कोन डिक्लेरेशन ऑफ इंडिपेंडेंट जेतेबेले 1776 मसिया आसिला देन तापर जाय कि से माने कोन करले गोटे नूतन देशर फॉर्मेशन हला जाको हमें कोन कहउछनी यूएसए बोली कहउछनी कोन कहउछनी यूएसए बोली हमें याको कहउछनी ठीक अछि यूएसए सार तो 1921 मसिया हमें देखबा कि कार फॉर्मेशन हेतिला जोटा कि 1991 रे जाय कि कोन हेतिला भांगी जायतिला यूके तो आमे देखिथिले कि कोनटा इडी बहुत आगरो ये प्रेजेंट ही अछि किंतु हम गणतंत्र रो प्रतिष्ठा यदि आमे कहबा तो एटा 1628 मसिया रे हेतिला रे ऊपर आमे कोन करले पढिले इंडिया तो एबे यदि आमे कहबा कि इंडिया आगरो अछि एमिति नुह कि नाही किंतु हम गणतंत्र रो प्रतिष्ठा यदि आमे कहबा सेठी 1947 मसिया रे हला जेबे भारत कोन हला स्वाधीनता पाइला ए दिन और तापर संविधान से बनेला केबे ना 1950 मसिया रे तार संविधान को बने जेमिति कोन ना अमेरिका रो संविधान 1980 स्वाधीनता पाइला 76 रे किंतु संविधान तार बनुची केबे ना 1988 मसिया रे तार संविधान कोन होची तयारी होची ये समस्तंकर आंसर हे गेला कोन ना यूनाइटेड स्टेट ऑफ अमेरिका 47 नंबर क्वेश्चन कहूची फॉरेनर द फॉरेनर ऑफ द कॉन्स्टिट्यूशन ऑफ यूएसए तो यूएसए कॉन्स्टिट्यूशन रो पूर्व रु कोन थिला सेमिति भारत रो संविधान दा 1773 रु 1947 पर्यंत आसीथिबा एक्ट द्वारा प्रभावित हेगी बना हेतिला सेमिति वेरियस कंट्री कोन ना वेरियस कंट्री रो कॉन्स्टिट्यूशन को द्वारा मध्य भारत रो संविधान कोन करछि प्रभावित हेछि सेमिति आमे देखबा कि अमेरिका रो संविधान रो पूर्व पुरुष अमेरिका रो संविधान रो पूर्व पुरुष भाबरे आमे का को मानुचंती ब्रिटिश कॉन्स्टिट्यूशन को मानुचंती अमेरिका रो संविधान ब्रिटिश कॉन्स्टिट्यूशन को देखि कि तयारी हला ना अमेरिका रो संविधान माग्ना कार्टा को देखि कि तयारी हला ना अमेरिका रो संविधान बिल ऑफ राइट को नेकी तयारी हला ना अमेरिका रो संविधान आर्टिकल्स ऑफ कॉन्फेडरेशन को नेकी तयारी हला देखो ब्रिटिश कॉन्स्टिट्यूशन को नेकी केबे तयारी हेनी काना ब्रिटिश कॉन्स्टिट्यूशन इज ए अनरिटन कॉन्स्टिट्यूशन आउ माग्ना कार्टा होची इंग्लैंड रो 1215 रे तयारी हितिला हमें ऑलरेडी कम करचंदी ना पढिचंदी मॉर्निंग रे 1215 रे आकु मध्ये फॉलो करिनी बिल ऑफ राइट टा अमेरिका रो संविधान रो 2 वर्ष परे आसीची
ଠିକ ଅଛି। ଆମେରିକା ସମ୍ବିଧାନ ତିଆରି ହବାର 2 ବର୍ଷ ପରେ ବିଲ୍ ଅଫ ରାଇଟ ଆସିଛି, ସେଥିପାଇଁ ଏଇଟା ବି ହବନି। ଆର୍ଟିକଲ୍ସ ଅଫ କନଫେଡରେସନ, ତାର ତ ଆମେରିକା ଯୋଉ କଣ 50 ରାଜ୍ୟକୁ ବର୍ତ୍ତମାନ ନେଇକି ତିଆରି ହେଇଛି, ସେଥିପାଇଁ ତାକୁ ଯୁକ୍ତରାଷ୍ଟ୍ର ଆମେରିକା କୁହାହଉଛି। ସବୁ ଯାକ ରାଜ୍ୟ ମାନଙ୍କର କିଛି କିଛି ଆର୍ଟିକଲ୍ସ କୁ ନେଲା ପରେ ଭାରତର ମାନେ ଆମେରିକାର ସମ୍ବିଧାନକୁ କଣ କରାଯାଇଛି, ତିଆରି କରାଯାଇଛି। ତ 47 ର ଆନ୍ସର ହଉଛି କଣ, 47 ର ଆନ୍ସର ହଉଛି ଅପସନ ଡି, ଆର୍ଟିକଲ୍ସ ଅଫ କନଫେଡରେସନ କଣ ନା ପୂର୍ବ ପୁରୁଷ ଭାବରେ କନସିଡର କରାଯାଏ ଆମେରିକାର ସମ୍ବିଧାନର। 48 ନମ୍ବର କହୁଛି ତ କଂଗ୍ରେସ। କଂଗ୍ରେସ କଣ, ପଲିଟିକାଲ ପାର୍ଟି ନୁହଁ। ଭାରତରେ କଂଗ୍ରେସ ଇଜ ଏ ପଲିଟିକାଲ ପାର୍ଟି, ବଟ କଂଗ୍ରେସ ର ଆକ୍ଚୁଆଲ ମିନିଂ ହଉଛି କନଫରେନ୍ସ। ଆଉ ଆମେରିକା ଅନୁସାରେ କଂଗ୍ରେସ ର ଅର୍ଥ ହଉଛି ତାଙ୍କର ପାର୍ଲାମେଣ୍ଟ ର ନାଁ। ଠିକ ଅଛି। ତ ତାଙ୍କର ପାର୍ଲାମେଣ୍ଟ କୁ ହିଁ ଆମେ କଣ ବୋଲି କହୁଛନ୍ତି ନା କଂଗ୍ରେସ ବୋଲି କହୁଛନ୍ତି। ତ ସେ କହୁଛି ଯେମିତି ଭାରତରେ ଆମେ କଣ କହୁଛେ ସଂସଦ, କଣ କହୁଛି ସଂସଦ, ତ ସେମିତି ଆମେରିକାରେ ତାକୁ କଣ କହୁଛି କଂଗ୍ରେସ। ଦ କଂଗ୍ରେସ ଆଡପ୍ଟେଡ ଦ ଆର୍ଟିକଲ ଅଫ ଦ କନଫେଡରେସନ। ଠିକ ଅଛି। ସବୁ ଯାକ 50 ଯୋଉ ରାଜ୍ୟର କନଫେଡରେସନ ଥିଲା, ସେ କନଫେଡରେସନ ମାନଙ୍କର ଯୋଉ ସବୁ ଆର୍ଟିକଲ ଗୁଡାକୁ ମିଶେଇକି ଆମେରିକାର ସମ୍ବିଧାନକୁ ତିଆରି କରାଗଲା। ତ ସବୁ ଯାକ କନଫେଡରେସନ ର ଆର୍ଟିକଲ କୁ ତାଙ୍କର ପାର୍ଲାମେଣ୍ଟ କଂଗ୍ରେସ କେବେ ଆଡପ୍ଟ କଲା, କୋଉ ଇୟର ରେ ଆଡପ୍ଟ କଲା ବୋଲି ତମକୁ କ୍ୱେଶ୍ଚନ ପଚାରିଛି। ତ ମନେ ରଖ 1777 କଣ କରାଗଲା, ଆଡପ୍ଟ କରାଗଲା। 1777 ଆକୁ କଣ କରାଗଲା, ଆଡପ୍ଟ କରାଗଲା। ଉପରେ ଆମେ ଦେଖିଲେ 1700 ଆମେ କଣ ଦେଖିଲେ, ଉପରେ କୁଆଡେ ଗଲା, ହଁ ହଁ 1776 ରେ କଣ ନା ସେମାନେ ଡିକ୍ଲାରେସନ ହେଲା କି ସେମାନଙ୍କୁ ଇଣ୍ଡିପେଣ୍ଡେଣ୍ଟ କରାଯିବ, କିନ୍ତୁ ତାଙ୍କ ସମ୍ବିଧାନ ପାଇଁ ସବୁ ଯାକ କନଫେଡରେସନ ର ଆର୍ଟିକଲ କୁ 1777 ମାନେ ତାର ପର ବର୍ଷ କଣ କରାହେଲା ନା ତାଙ୍କର କଂଗ୍ରେସ ଦ୍ଵାରା କଣ କରାଗଲା ନା ଆଣାଗଲା 1777। 49 number question goes, which of the following is saluted as an assembly of demigods by Jefferson? Se question goes ki kara, which of the following is saluted an assembly of demigods by Jefferson? By Jefferson ଆମେ ଯଦି କହିବା ଜେଫରସନ ଜଣେ କଣ ଥିଲେ ନା ଅଥର ଥିଲେ। ଜେଫରସନ ଜଣେ କଣ ଥିଲେ, ଅଥର ଥିଲେ। ଆଉ ସିଏ ତାଙ୍କର ବୁକ୍ସ ମାନଙ୍କରେ ମେନସନ କରିଛନ୍ତି କି କୋଉ ଆସେମ୍ବଲି ଟାକୁ ନା କୋଉ ସଭାଟା କଣ ନା ଭଗବାନଙ୍କର ପ୍ରତିନିଧି। ଡମିର ଅର୍ଥ ବୁଝୁଛ, ଡମି। ତ ଡମି ଯେମିତି ଆମେ କଣ କହୁଛନ୍ତି, ତମେ ନିହାତି ଭାବରେ ଶୁଣିଥିବ ଡମି ୱାର୍ଡ ଟା ତମେ ପିକ୍ଚରରେ ଶୁଣିଥିବ କେତେବେଳେ ନା ଯେତେବେଳେ ଗୋଟେ ପିକ୍ଚରରେ କୌଣସି ଗୋଟେ ଆକ୍ସନ ସିନ୍ ହୁଏ, ତ ସବୁ ହିରୋ ମାନେ କଣ କରନ୍ତିନି, ଆକ୍ସନ ସିନ୍ ଦିଅନ୍ତି ନାହିଁ। ଯଦି ତାଙ୍କ ଲାଇଫ ପ୍ରତି ବିପଦ ଥିବ, କୋଉ ପାହାଡ ଉପରୁ ଡେଇଁବା ହଉ କିମ୍ବା କୌଣସି ଏରୋପ୍ଲେନ ସହିତ କିଛି ସିନ୍ ଅଛି, ତାହେଲେ ସେ ପର୍ଟିକୁଲାର କଣ୍ଡିସନରେ କଣ ନା ହିରୋ ମାନେ ତାଙ୍କର ସିନ୍ ଦିଅନ୍ତିନି। ତାଙ୍କ ଭଳିଆ ଦେଖାଉଥିବା, ତାଙ୍କ ଭଳିଆ କଣ ନା ଦେଖିବା ପାଇଁ ତାଙ୍କର ଫିଜିକ୍ ତାଙ୍କ ଭଳିଆ ଥିବା କଣ ନା ଗୋଟେ ପର୍ସନ କୁ କଣ କରାଯାଏ, ଆଣାଯାଏ। ଆଉ ତାକୁ କଣ କରାଯାଏ ନା ସେ ସିନ୍ ରେ ୟୁଜ କରାଯାଏ। ତାକୁ କଣ କରାଯାଏ ନା ସେ ସିନ୍ ରେ ୟୁଜ କରାଯାଏ। ଆଉ ତାକୁ ଡମି ଆକ୍ଟର ବୋଲି କୁହାହଉଛି। ଠିକ ଅଛି। ତାର ଡମି ଡମି ସଲମାନ ଖାନ, ଡମି ଶାହରୁଖ ଖାନ, ଡମି ଅକ୍ଷୟ କୁମାର, ତ ଏମାନଙ୍କୁ ସବୁ କଣ କହିଲେ ଡମି। ତ ସେମିତି ଭଗବାନଙ୍କର ଡମି ମାନେ ଆମେ କହିବା କି ଭଗବାନଙ୍କର କପି ଟାଇପ ର ଗୋଟେ ଜିନିଷଟା। ତ କିଏ କହିଥିଲେ, ମାନେ ଜାଫରସନ କହିଥିଲେ କୋଉ ଦେଶ କୋଉ ମାନେ ଆସେମ୍ବଲି ଟାକୁ ସେ କହିଥିଲେ କି ଏଇଟା ହଉଛି କଣ ନା ଭଗବାନଙ୍କର କପି, ଏଠି ସବୁ ଭଗବାନଙ୍କର ପ୍ରତିନିଧି ମାନେ କଣ କରୁଛନ୍ତି, ବସିଛନ୍ତି ବୋଲି କାହାକୁ ଦେଖିକି କହିଥିଲେ। ତ ମନେ ରଖ ଆମେରିକାର କଂଗ୍ରେସକୁ ଦେଖିକି କହିଥିଲେ। ଆମେରିକାର କଂଗ୍ରେସରେ ଯୋଉ କଣ ଅଛି, ସିନେଟ ଅଛି ଆଉ ତା ସହିତ ହାଉସ ଅଫ ରିପ୍ରେଜେଣ୍ଟେଟିଭ ଅଛି। ଆକୁ ଦେଖି ସାରିଲା ପରେ ସେ କହିଥିଲେ କି ନା ଜେଫରସନ କହିଥିଲେ କି ଏ ହଉଛି ଭଗବାନଙ୍କର ପ୍ରତିନିଧି ମଣ୍ଡଳୀ, ଏଠି ଭଗବାନଙ୍କର ପ୍ରତିନିଧି କଣ କରୁଛନ୍ତି, ଡାଇରେକ୍ଟ ବସୁଛନ୍ତି ବୋଲି କିଏ କହିଥିଲେ, ଜେଫରସନ କହିଥିଲେ। 50 ନମ୍ବର କ୍ୱେଶ୍ଚନ କୁ ଆସ, ଆନ୍ସର ମିଳିଗଲା 49 ର ଏ ଇଜ ଦ କରେକ୍ଟ ଆନ୍ସର। 50 ନମ୍ବର କ୍ୱେଶ୍ଚନ କହୁଛି ହୁ ୱାଜ ଦ ଚେୟାରମ୍ୟାନ ଅଫ ଦ ଫେମସ କଣ ନା ହୁ ୱାଜ ଦ ଚେୟାରମ୍ୟାନ ଅଫ ଦ ଫେମସ ଫିଲାଡେଲଫିଆ କନଭେନସନ ଇନ 1787। 1787 ଦେଖ 1788 ତାଙ୍କର ସମ୍ବିଧାନ କଣ ହବ, ଲାଗୁ ହବ। କିନ୍ତୁ 1787 ଆଙ୍କ ସମ୍ବିଧାନ ତିଆରି ପୂର୍ବରୁ ଗୋଟେ କଣ ହବ, କନଫରେନ୍ସ ବସିବ। ଆଉ ତାକୁ କଣ କହୁଛି, ଫିଲାଡେଲଫିଆ କନଫରେନ୍ସ ବୋଲି କୁହାଯାଏ ବା କନଭେନସନ ବୋଲି କୁହାଯାଏ। ଏଟା ଗୋଟେ ସମ୍ମିଳନୀଟା, ଏଟା ଗୋଟେ କଣଟା ସମ୍ମିଳନୀଟା। ଯେମିତି ୟୁଏନଓ ତିଆରି ଯେତେବେଳେ ହେଇଥିଲା, ସାନ ଫ୍ରାନ୍ସିସ୍କୋରେ କଣ ବସିଥିଲା, ମିଟିଂ ବସିଥିଲା, କନଫରେନ୍ସ ବା କନଭେନସନ, ସାନ ଫ୍ରାନ୍ସିସ୍କୋ କନଭେନସନ। ସେମିତି ଏଠି କଣ ନା ଫିଲାଡେଲଫିଆ କନଭେନସନ 1787 ବସିଥିଲା। ଚେୟାରମ୍ୟାନ କିଏ ଥିଲେ ବୋଲି ପଚାରୁଛି। ଚେୟାରମ୍ୟାନ କିଏ ଥିଲେ ଆର, ଯୋଉଟା କି ଭାରତର
जोटा कि अमेरिकार संविधान प्रिपेयर करने कौन कराई ना या बसाई तो मन रख जॉर्ज वाशिंगटन किए थे जॉर्ज वाशिंगटन कौन थे ना फिलाडेल्फिया कन्वेंशन 1787 रे तार चेयरमैन भाव में काम करते 1787 जोड़ी की तार संविधान को पूरा प्रिपेयर कराई आ 1788 कौन कराई लागू कराई तो जॉर्ज वाशिंगटन द फास्ट प्रेसिडेंट ऑफ यूएसए देखो यूएसए ର ପ୍ରଥମ ପ୍ରେସିଡେଣ୍ଟ କିଏ ଥିଲେ ତ ମନେ ରଖ ଫିଲାଡେଲଫିଆ କନଫରେନ୍ସ ବା କନଭେନସନ 1787 ରେ ଚେୟାରମ୍ୟାନ ଥିବା ପର୍ସନ ଯେତେବେଳେ 1788 ମସିହାରେ ଆମେରିକାର ଫର୍ମେସନ ହଉଛି ଆଉ ତାର ପ୍ରଥମ ପ୍ରେସିଡେଣ୍ଟ ହବାର ସୁଯୋଗ ଦିଆ ହଉଛି ତାହେଲେ ପ୍ରଥମ ପ୍ରେସିଡେଣ୍ଟ ହଉଛନ୍ତି କିଏ ନା ନିଜେ ୱାଶିଂଟନ ଡିସି ବା ଯୋଉ ଆମେ ଜର୍ଜ ୱାଶିଂଟନ କହୁଛନ୍ତି ତାଙ୍କ ନାଁ ଅନୁସାରେ ଆମେ କଣ ରଖିଛନ୍ତି ୱାଶିଂଟନ ଡିସି କଣ ରଖା ହେଇଛି ୱାଶିଂଟନ ଡିସି ଯୋଉଟାକୁ ଆମେ ଡିଷ୍ଟ୍ରିକ୍ଟ ଅଫ କଲମ୍ବିଆ ବୋଲି କହୁଛନ୍ତି ୱାଶିଂଟନ ଡିସି କିଏ ସମସ୍ତଙ୍କର ତ 51 ର ଆନ୍ସର ମଧ୍ୟ ହଉଛି ୱାଶିଂଟନ ଆଉ ଜର୍ଜ ୱାଶିଂଟନ ଆଉ 50 ରେ ମଧ୍ୟ ୱାଶିଂଟନ କାହିଁକି ତାଙ୍କର ସବୁଠୁ ବଡ କଣ୍ଟ୍ରିବ୍ୟୁସନ ଥିଲେ 1787 ରେ ଫିଲାଡେଲଫିଆ କନଭେନସନ ରେ ତାଙ୍କର ସମ୍ବିଧାନକୁ ବନାଇବା ପାଇଁ ସେଥିପାଇଁ ସେ ପ୍ରଥମ ପ୍ରଧାନମନ୍ତ୍ରୀ ପ୍ରଥମ ରାଷ୍ଟ୍ରପତି ହେଲେ ତାଙ୍କ ଦେଶର ତାଙ୍କ ଦେଶର ତ ପ୍ରଧାନମନ୍ତ୍ରୀର ପୋଷ୍ଟ କଣ କରୁନି କାମ କରୁନି କାହିଁକିନା ୟୁଏସଏ କୋଉ ପ୍ରକାର ସିଷ୍ଟମ ଫଲୋ କରୁଛି ନା ପ୍ରେସିଡେନ୍ସିଆଲ ଫର୍ମ ଫଲୋ କରୁଛି ପ୍ରେସିଡେନ୍ସିଆଲ ଫର୍ମ ଅଫ ଗଭର୍ଣମେଣ୍ଟ କୁ କଣ କରୁଛି ଫଲୋ କ୍ଲିୟର ସମସ୍ତଙ୍କର बाबा नंबर क्वेश्चन 52 नंबर क्वेश्चन कौन व्हिच इज द ओल्डेस्ट रिटन कॉन्स्टिट्यूशन ऑफ द वर्ल्ड ମୁଁ ବହୁତ ଥର କହିଛି ଯିଏ ସବୁଠୁ ପ୍ରଥମ ରିଟେନ୍ କନଷ୍ଟିଟ୍ୟୁସନ ହେଇଥିବ ସିଏ ହିଁ ଓଲ୍ଡେଷ୍ଟ ରିଟେନ୍ କନଷ୍ଟିଟ୍ୟୁସନ ହେଇଥିବ ତ ନିହାତି ଭାବରେ ଆମକୁ ଯଦି ପଚରା ହବ କି ଓଲ୍ଡେଷ୍ଟ ରିଟେନ୍ କନଷ୍ଟିଟ୍ୟୁସନ କିଏ ତମେ ଆନ୍ସର କଣ କରିବା ଦ ଓଲ୍ଡେଷ୍ଟ ରିଟେନ୍ କନଷ୍ଟିଟ୍ୟୁସନ ଇନ ଦ वर्ल्ड दैट इज द अमेरिकन कॉन्स्टिट्यूशन द कॉन्स्टिट्यूशन ऑफ यूएसए ଯାହାକୁ 1788 ରେ ତିଆରି କରିକି ଲେଖା ହେଇଥିଲା ତ ସେତେବେଳକୁ ଭାରତର କୌଣସି ସମ୍ବିଧାନକୁ ମଧ୍ୟ କଣ କରା ମାନେ ପୃଥିବୀରେ ଅନ୍ୟ କୌଣସି ଦେଶର ସମ୍ବିଧାନ କଣ ନଥିଲା ରିଟର୍ନ ଫର୍ମ ରେ ନଥିଲା ଇଂଲଣ୍ଡର କନଷ୍ଟିଟ୍ୟୁସନ ଥିଲା କିନ୍ତୁ ରିଟର୍ନ ଫର୍ମ ରେ ଥିବା ପ୍ରଥମ କନଷ୍ଟିଟ୍ୟୁସନ ଯିଏକି 1788 ମସିହାରେ ଆସିଥିଲା ଆଉ 1788 ମସିହାରେ ଆମେରିକାନ କନଷ୍ଟିଟ୍ୟୁସନ ହିଁ କଣ ଥିଲା ସବୁଠୁ ପ୍ରଥମ ଥିଲା ସେଥିପାଇଁ ସେ ସବୁଠୁ ଓଲ୍ଡେଷ୍ଟ ରିଟର୍ନ କନଷ୍ଟିଟ୍ୟୁସନ ଠିକ ଅଛି ସେମିତି ମୁଁ କହିଥିଲି ତୁମକୁ ମଦର କନଷ୍ଟିଟ୍ୟୁସନ ଯଦି ପଚାରେ ମଦର କନଷ୍ଟିଟ୍ୟୁସନ ଯଦି ପଚାରେ ତାହେଲେ ବ୍ରିଟିଶ କନଷ୍ଟିଟ୍ୟୁସନ କିନ୍ତୁ ବ୍ରିଟିଶ କନଷ୍ଟିଟ୍ୟୁସନ ଇଜ ଏ ଅନରିଟର୍ନ କନଷ୍ଟିଟ୍ୟୁସନ ଇଏ ଯୋଉଠି କଣ ଅନରିଟର୍ନ କନଷ୍ଟିଟ୍ୟୁସନ ତାପରେ ସर नेक्स्ट 53 नंबर क्वेश्चन पूछी व्हिच वन ऑफ द फॉलोइंग इज नॉट ए फीचर ऑफ द कॉन्स्टिट्यूशन ऑफ यूएसए से कौन कि आतु कोटा अमेरिकार संविधान रो एक फीचर नो आमे सालिएंट फीचर पढिछन आमे सालिएंट फीचर्स ऑफ यूएस कॉन्स्टिट्यूशन पढिछन तो आंसर बर्तमान तुम करिकी कहि परियो मते आ भितर कोटा अमेरिकार अमेरिकार संविधान रो एक फीचर नुह नॉट ए फीचर ऑफ द कॉन्स्टिट्यूशन प्रथम जिनस कौन कौन ना पॉपुलर सोवरेनिटी एटा गोटे निहाती भाବରେ ଗୋଟେ ଫିଚର ଟା ଏଟା ହବନି आंसर ସେମିତି ଚେକ୍ ଏଣ୍ଡ ବାଲାନ୍ସ କାଲି ହିଁ ଆମେ ପଢିଥିଲେ କି ଚେକ୍ ଏଣ୍ଡ ବାଲାନ୍ସ ର ସିଷ୍ଟମ ଅଛି ଲେଜିସ୍ଲେଟିଭ ଏକ୍ଜିକ୍ୟୁଟିଭ କୁ ଚେକ୍ କରେ ଆଉ ଏକ୍ଜିକ୍ୟୁଟିଭ କଣ କରେ ଜୁଡିସିଆରୀ କୁ ଚେକ୍ କରେ ମାନେ ପରସ୍ପର ଭିତରେ କଣ ନା ଚେକ୍ ଆଉ ବାଲାନ୍ସ ର ସିଷ୍ଟମ କୁ ମେଣ୍ଟେନ କରୁଛନ୍ତି ତାର ଏଟା ଅଛି ସେଟା ବି ହବନି फेडरल सिस्टम तो निहाती भाव में अच्छी यूनियन गवर्नमेंट और स्टेट गवर्नमेंट भितर कौन कराई ना 50% पावर कौन कराई बांटा है फेडरल सिस्टम भी अच्छी भी हबनी अनरिटर्न कॉन्स्टिट्यूशन नाही एबे हमें जस्ट पढ़िले 1788 रे अमेरिकार संविधान पृथ्वीर प्रथम रिटर्न कॉन्स्टिट्यूशन थिला जाको सब ओल्डेस्ट रिटर्न कॉन्स्टिट्यूशन भाव में कौन करा जाए अभिहित करा जाए ताहले अनरिटर्न कॉन्स्टिट्यूशन टा केबे भी कोन नुह ना गोटे फीचर नुह जेबे हम आंसर कौन करिबा ना एडा गोटे भूल जिंसटा सेबे आंसर हबो कि the answer of unwritten constitution. Option D is the correct answer for the question number 53. 54 number question कौन पूछी 54 number question पूछी कि which constitution of the world is called the called by Gladstone the most wonderful work ever struck off at the given time by the brain and purpose of men. तो କୋଉ ଦେଶର ପୃଥିବୀର କୋଉ ଦେଶର ସମ୍ବିଧାନ को ଦେଖିକି ଗ୍ଲାଡଷ୍ଟୋନ जे कि सबुठ कौन थे फेमस प्राइम मिनिस्टर ऑफ इंग्लैंड थे इंग्लैंड रो यूके रो ठीक अछि तो ग्लाडस्टोन कहिथिले कि मोस्ट वंडरफुल वर्क
କୋଉ ଦେଶର ସମ୍ବିଧାନକୁ ତିଆରି କରୁଥିବା ପର୍ସନ ମାନଙ୍କର କଣ ନା ବ୍ରେନ ଟା ଆଉ ତାଙ୍କର ସମୟଟା ଗୋଟେ ୱଣ୍ଡରଫୁଲ କାମ କଲା ବୋଲି କହିଲେ। ଗୋଟେ ବହୁତ ବଢିଆ କାମ କଲା ଏମିତି ସମ୍ବିଧାନ ଏତେ ବେଟର କନଷ୍ଟିଟ୍ୟୁସନ ବନାଗଲା ବୋଲି କୁହାଗଲା କାହା ଦ୍ୱାରା ନା ଗ୍ରାଣ୍ଡ ଦ୍ୱାରା। ତ କୋଉ ଦେଶର ସମ୍ବିଧାନକୁ ସେ କହିଲେ କି ଏଇଟା ହଉଛି ଗୋଟେ କଣ ନା ମୋଷ୍ଟ ୱଣ୍ଡରଫୁଲ ୱାର୍କ ଏଭର ଷ୍ଟ୍ରକ୍ ଅଫ ଏଟ ଦ ଗିଭେନ ଟାଇମ ବାଇ ଦ ବ୍ରେନ ଆଣ୍ଡ ପର୍ପୋଜ ଅଫ ମେନ୍। ତ ସେ ଆମେରିକାର ସମ୍ବିଧାନକୁ ଦେଖିକି କହିଥିଲେ 1788 ରେ ତିଆରି ହେଇଥିବା ଆମେରିକାର ସମ୍ବିଧାନକୁ ଦେଖି ସାରିଲା ପରେ ସିଏ କହିଥିଲେ କଣ ନା ଏଇଟା ହଉଛି ଗୋଟେ ୱାଟରଫୁଲ ୱାର୍କ ବୋଲି ସେ କହିଥିଲେ। ଏତେ ବଢିଆ ସମ୍ବିଧାନ ସେମାନେ ବନେଇଛନ୍ତି। ସମୟ ନେଲେ ସତ 1776 ରେ ତାଙ୍କ ଦେଶ ପାଇଁ ସ୍ୱାଧୀନତା ଆସିଲା। 1777 ରେ ତାଙ୍କର ଫିଲାଡେଲଫିଆ କନଫରେନ୍ସ କୁ ଆୟୋଜନ କରାଗଲା। କିନ୍ତୁ ଆମେ ଦେଖିବା କି 1788 ରେ ତାଙ୍କର ସମ୍ବିଧାନ କଣ ହଉଛି ମାନେ 1787 ରେ ସମ୍ବିଧାନକୁ ଆଡପ୍ଟ କରାହଉଛି ଆଉ 1788 ରେ ତାଙ୍କ ସମ୍ବିଧାନ କଣ ହଉଛି ତିଆରି ହଉଛି। ଆଉ ଏତେ ସମୟ ସେମାନେ ନେଲେ ସତ 10 ବର୍ଷରୁ ଅଧିକ ସମୟ ନେଲେ ସତ କିନ୍ତୁ ହଁ ଯୋଉ କାମ କଲେ ଦ୍ୟାଟ ଇଜ ଦ ମୋଷ୍ଟ ୱାଟରଫୁଲ ୱାର୍କ ବୋଲି କିଏ କହୁଛନ୍ତି ନା ଆଇବିଏନ୍ ପ୍ରାଇମ ମିନିଷ୍ଟର ଅଫ ଇଂଲଣ୍ଡ ଗ୍ଲାଡ ଷ୍ଟୋନ କହୁଛନ୍ତି। 55 क्वेश्चन को द सिस्टम ऑफ गवर्नमेंट इंसर्टेड बाय यूएसए कॉन्स्टिट्यूशन। तो अमेरिकार संविधान अनुसार यूनाइटेड स्टेट ର संविधान अनुसार ତାଙ୍କର ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ ଟା କୋଉ ପ୍ରକାର ତାଙ୍କର ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ ଟା କୋଉ ପ୍ରକାର। ତ ନିହାତି ଭାବରେ ଆମେ ସମସ୍ତେ ପଢିଛନ୍ତି କି ଆମେରିକା ସବୁବେଳେ ଫଲୋ କରେ ରାଷ୍ଟ୍ରପତୀୟ ସରକାର। କାହାକୁ ଫଲୋ କରେ ରାଷ୍ଟ୍ରପତୀୟ ସରକାର। ତାହେଲେ ଏଇଠି ଦେଖ ରାଷ୍ଟ୍ରପତୀୟ ସରକାର ଅଛି କି ନାଇଁ ତାହେଲେ ଆରଟା ଯିବ ଆଉ କଣ ହେଇପାରେ ଦେଶ ଆଉ ଗୋଟେ ଗଭର୍ଣମେଣ୍ଟ କଣ ହେଇପାରେ ନା ଆମେ ଯଦି କହିବା ଗୋଟେ ହେଇପାରେ ସଂଘୀୟ ଆଉ ଗୋଟେ ହେଇପାରେ କଣ ନା ଐକ୍ୟ। ତାହେଲେ ଆମେ ଯଦି କହିବା ଆମେରିକା ଗୋଟେ ସଂଘୀୟ ରାଷ୍ଟ୍ର ନା ଐକ୍ୟ ରାଷ୍ଟ୍ର ନିହାତି ଭାବରେ ଆମେ ଯଦି କହିବା ଭାରତ ଇଜ ଫେଡରାଲ ସିଷ୍ଟମ ଅଫ ଗଭର୍ଣ୍ଣମେଣ୍ଟ କାହିଁକିନା ଏଇଠି ୟୁନିୟନ ଗଭର୍ଣ୍ଣମେଣ୍ଟ ଆଉ ଷ୍ଟେଟ ଗଭର୍ଣ୍ଣମେଣ୍ଟ ପାଖରେ କଣ ଅଛି ନା ସମାନ ସମାନ 50% ର କଣ ଅଛି ପାୱାର ଅଛି। ୟୁନିଟାରୀ ସିଷ୍ଟମରେ ତ ୟୁନିୟନ ଗଭର୍ଣ୍ଣମେଣ୍ଟ ପାଖରେ ହିଁ 100% ପାୱାର ରହିବା କଥା। ତ ଏଇଟା ଆମେରିକାରେ ନାହିଁ ଏଇଟା କୋଉଠି କାମ କରୁଛି ୟୁକେ ରେ କାମ କରୁଛି। ମିକ୍ସଚର ଟା ଭାରତରେ କାମ କରୁଛି ମିକ୍ସଚର ଟା କୋଉଠି କାମ କରୁଛି ଭାରତ। ଫେଡରାଲ ଇଜ ଦ ଏକ୍ସାମ୍ପଲ ଅଫ ୟୁଏସ ଆଉ ବ୍ରିଟେନ ହଉଛି ଗୋଟେ କଣ ନା ୟୁନିଟାରୀ ଫର୍ମ ଅଫ ଗଭର୍ଣ୍ଣମେଣ୍ଟ ର ଷ୍ଟ୍ରକ୍ଚର ଭାବରେ କଣ କରେ କାମ। ନେକ୍ସଟ ନମ୍ବର କ୍ୱେଶ୍ଚନ କଣ କହିଲା 56 ନମ୍ବର କ୍ୱେଶ୍ଚନ କହୁଛି ଇନ୍ ୟୁଏସ ସେ କହୁଛି କଣ ନା ଇନ୍ ୟୁଏସ ଇନ୍ ୟୁନାଇଟେଡ ଷ୍ଟେଟ ଅଫ ଆମେରିକା ରେସିଡୁରୀ ପାୱାର କାହାକୁ ଦିଆହେଇଛି। ଦେଖ ଭାରତରେ ଯଦି ଆମେ ଦେଖିବା ତାହେଲେ ରେସିଡୁରୀ ପାୱାର କାହାକୁ ଦିଆହେଇଛି ନା ୟୁନିୟନ ଗଭର୍ଣ୍ଣମେଣ୍ଟ କୁ ଦିଆହେଇଛି। ହୁଁ? ସେମିତି ତାଙ୍କ ଦେଶରେ ରେସିଡୁରୀ ପାୱାର କାହାକୁ ଦିଆହେଇଛି ତାଙ୍କ ଦେଶରେ ଦେଖ ତାଙ୍କ ଦେଶରେ ଆମେ ଯଦି କହିବା କି ଗୋଟେ ଅଛି ୟୁନିୟନ ଲିଷ୍ଟ ଗୋଟେ ଅଛି ଷ୍ଟେଟ ଲିଷ୍ଟ ତାଙ୍କର ସେଠି କୌଣସି ପ୍ରକାର କଣ ନାହିଁ କନକରେଣ୍ଟ ଲିଷ୍ଟ ହିଁ ପ୍ରେଜେଣ୍ଟ ନାହିଁ। ଏ ଦିଟାରେ ଯାହା ପ୍ରେଜେଣ୍ଟ ନାହିଁ ତାକୁ କୁହାଯିବ ରେସିଡୁରୀ ଠିକ ଅଛି ତାକୁ କଣ କୁହାଯିବ ରେସିଡୁରୀ। ତାହେଲେ ଯଦି କୋଉଥିରେ ବି ଲେଖା ହେଇନି ତାହେଲେ ତା ଉପରେ ଲ ବନେଇବାର ଅଧିକାର କାହାକୁ ଦିଆହେଇଛି 56 ନମ୍ବର କ୍ୱେଶ୍ଚନ। ତ ମନେ ତା ଉପରେ ଲ ବନେଇବାର ଅଧିକାର ରାଜ୍ୟକୁ ଦିଆହେଇଛି ଦିସ୍ ଇଜ ଦ ଡିଫରେନ୍ସ ବିଟୱିନ ଆମେରିକାନ ରେସିଡୁରୀ ପାୱାର ଏଣ୍ଡ ଇଣ୍ଡିଆନ ରେସିଡୁରୀ ପାୱାର। ଇଣ୍ଡିଆରେ କାହାକୁ ଦିଆହେଇଗଲା ଇଣ୍ଡିଆରେ ଦିଆହେଇଗଲା କାହାକୁ ନା ୟୁନିୟନ ଗଭର୍ଣ୍ଣମେଣ୍ଟ କୁ ଦିଆହେଇଗଲା। କିନ୍ତୁ ରେସିଡୁରୀ ପାୱାର ଟା ରାଜ୍ୟକୁ ଦିଆହେଇଛି ରେସିଡୁରୀ ପାୱାର ଟା କୋଉ ଦେଶରେ ଏଇଟା ରେସିଡୁରୀ ପାୱାର ଟା ରାଜ୍ୟକୁ ଦିଆହବ ଏଇଟା ହଉଛି ୟୁନାଇଟେଡ ଷ୍ଟେଟ ଅଫ ଆମେରିକା। ଠିକ ଅଛି କୋଉଥିକୁ ନାହିଁ ତାଙ୍କର ଏଠି କନକରେଣ୍ଟ ଲିଷ୍ଟ ହିଁ ପ୍ରେଜେଣ୍ଟ ନାହିଁ ମନେ ରଖିବ। କନକରେଣ୍ଟ ଲିଷ୍ଟ ହିଁ ତାଙ୍କ ପାଖରେ ପ୍ରେଜେଣ୍ଟ ନାହିଁ ଏ ଲିଷ୍ଟ ଭାରତ ପାଖରେ ଅଛି କିନ୍ତୁ ଭାରତ କାହା ପାଖରୁ ଆଣିଛି ଅଷ୍ଟ୍ରେଲିଆ ପାଖରୁ କଣ କରିଛି ଆଣିଛି। 57 ନମ୍ବର କ୍ୱେଶ୍ଚନ କର where do the dispute between the national government and the state government। ଯଦି ଆମେରିକାରେ ୟୁନିୟନ ଗଭର୍ଣ୍ଣମେଣ୍ଟ ଭର୍ସେସ ଷ୍ଟେଟ ଗଭର୍ଣ୍ଣମେଣ୍ଟ ର କୌଣସି ଡିସ୍ପ୍ୟୁଟ ହେଇଗଲା ଡିସ୍ପ୍ୟୁଟ ବିଟୱିନ ଦ ନ୍ୟାସନାଲ ଗଭର୍ଣ୍ଣମେଣ୍ଟ ଆଣ୍ଡ ଷ୍ଟେଟ ଗଭର୍ଣ୍ଣମେଣ୍ଟ ତ ମଷ୍ଟ ସେଟଲ ଇଜ ଦ ପ୍ରୋଭିଜନ ଅଫ ଦ ୟୁଏସଏ କନଷ୍ଟିଟ୍ୟୁସନ। ତ ୟୁଏସଏ କନଷ୍ଟିଟ୍ୟୁସନ ରେ କଣ ଅଛି ପ୍ରୋଭିଜନ କି ତାକୁ ସେଟଲ କିଏ କରିବ ତାକୁ ସେଟଲ କିଏ କରିବ ତମର ଫେଡରାଲ କୋର୍ଟ କରିବ କିଏ କରିବ ଫେଡରାଲ କୋର୍ଟ। ଯେମିତି ଭାରତରେ କିଏ କରେ ସୁପ୍ରିମ କୋର୍ଟ ଯଦି ୟୁନିୟନ ଗଭର୍ଣ୍ଣମେଣ୍ଟ ଭର୍ସେସ ଷ୍ଟେଟ ଗଭର୍ଣ୍ଣମେଣ୍ଟ ହେଇଗଲା ତାହେଲେ ଭାରତରେ କିଏ କରେ ସୁପ୍ରିମ କୋର୍ଟ। ସେମିତି ତାଙ୍କ ଦେଶର ସୁପ୍ରିମ କୋର୍ଟ କୁ କଣ କହୁଛି ସଂଘୀୟ ନ୍ୟାୟାଳୟ କଣ କହୁଛି ସଂଘୀୟ ନ୍ୟାୟାଳୟ। ଆଉ ଇଏ କଣ କରିବ ନା କେସ୍ କୁ ସଲ୍ଭ କରିବାର କାମ କରିବ। ଫେଡରାଲ କୋର୍ଟ ଆମ ଦେଶରେ ସୁପ୍ରିମ କୋର୍ଟ ତାଙ୍କ ଦେଶରେ ହଉଛି ଫେଡରାଲ କୋର୍ଟ। ପାର୍ଲାମେଣ୍ଟାରୀ କମିଟି କରିପାରିବନି କି ସିନେଟ ହଉଛି ଦ ଅପର ହାଉସ ଏଇଟା ତାଙ୍କର କଣ ନା ଅପର ହାଉସ ଇଏ ବି କରିପାରିବ ନାହିଁ। 58 ନମ୍ବର क्वेश्चन को आस हु इज कंसिडर्ड एज द चीफ एक्सपोनेंट of the theory of separation of power।
सी कौन कि ये जो 4 जन पर्सन अच्छा भितर क्या चीफ एक्सपोनेंट ऑफ द थ्योरी ऑफ पावर भाव में कंसीडर करा जाई परिबो मॉन्टेस्क्यू ब्लैकस्टोन जॉन लॉक ना जेम्स मैडिसन यदि हम कहबे कि कोन ना जेम्स मैडिसन को मन रखिबो फादर ऑफ अमेरिकन कॉन्स्टिट्यूशन कुआ जाए जमी भारत कॉन्स्टिट्यूशन फादर का कहुची ना डॉक्टर भीमराव रामोजी आंबेडकर सेमती जेम्स मेडिसन को कौन कहुची ना फादर ऑफ अमेरिकन कॉन्स्टिट्यूशन कुआ जाए एटा गोटे एक्स्ट्रा मन रखिबो क्यों सेठी पचाची सेपरेशन ऑफ पावर तो लेजिस्लेटिव रो काम लेजिस्लेटिव एग्जीक्यूटिव रो काम एग्जीक्यूटिव जुडिशियरी रो काम जुडिशियरी करिवो किए का सहित संपर्क स्थापन करि परिबे नाही तो ये जो थ्योरी ऑफ सेपरेशन ऑफ पावर तो एटा चीफ एक्सपोनेंट किए माने प्रथम थर पे आकु इंट्रोड्यूस करथिबा पर्सन दा किए तमटर काकू मॉन्टेस्क्यू को द्वारा आना हैतिला आ का द्वारा पॉपुलराइज करा हैतिला जॉन लॉक को द्वारा पॉपुलराइज करा हैतिला ठीक अछि पॉपुलराइज करथिले पॉपुलर किए करथिले ना जॉन लॉक किंतु इंट्रोड्यूस किए करथिले मॉन्टेस्क्यू इंट्रोड्यूस किए करथिले मॉन्टेस्क्यू ठीक है सेपरेशन ऑफ का भितर ना लेजिस्लेटिव एग्जीक्यूटिव और जुडिशियरी भितर सेपरेट सेपरेट रा काम 59 number question goes the theory of separation of powers is mainly associated with तो सेपरेशन ऑफ पावर टा मेनली का सहित एसोसिएटेड अछि बोली पुणी पचारला तमन को सेम प्रश्न मॉन्टेस्क्यू ठीक अछि आकु आर चीफ एक्सपोनेंट के करथिले ना मॉन्टेस्क्यू और ता सहित थ्योरी ऑफ सेपरेशन ऑफ पावर टा मध्ये का धारणा हैतिला तो मेनली एसोसिएटेड होछि मॉन्टेस्क्यू किंतु पॉपुलराइज के करथिले पॉपुलराइज्ड बाय जॉन लॉक ये करथिले ब्रिटिश फिलोसोफर ଥିଲେ ଆମେ ବେଶୀ ପॉलिटिकल फिलोसफी रे आंक विषय रे पढ़ी सारिछन 60 नंबर क्वेश्चन को जे थ्योरी ऑफ सेपरेशन ऑफ पावर द मीनिंगफुल विथ से कोची करना कोन पाई एटा मीनिंगफुल सेपरेशन ऑफ पावर रे होउची कोन सेकंड बैलेंस सिस्टम आछि ना डेलीगेटेड लेजिस्लेशन ना पार्लियामेंट्री सुपरिटेंडेंट या सुप्रीमेसी ऑफ जुडिशियरी देखो सुप्रीमेसी ऑफ जुडिशियरी तो सब काम करियो पार्लियामेंट्री सुपरिटेंडेंट से देशर पार्लियामेंट जदि लॉ बनाया पई कोन हेतिबो सर्वे सर्वा हेति कोन हेतिबो सर्वे सर्वा हेतिबो लॉ बनाया पई तार ताको हम कोन कहबो पार्लियामेंट्री सुपरिटेंडेंट सुप्रीमेसी ऑफ जुडिशियरी अर्थ लेजिस्लेटिव रो लॉ को जदि जुडिशियरी रिजेक्ट करिवार पावर रखुथिबो ता ताको कहै दिबो सुप्रीमेसी ऑफ जुडिशियरी डेलीगेटेड लेजिस्लेशन रो अर्थ होची सब गुडा कोन ना जे सब कमिटीज अछि तांकर पार्लियामेंट रे सेमान को भितरे गोटे कोऑर्डिनेट रक्षा करिया को डेलीगेटेड लेजिस्लेशन को आए किंतु करेक्ट आंसर होची कोन सेपरेशन ऑफ पावर अर्थ होची चेक ऑफ बैलेंस लेजिस्लेटिव भूल कले एग्जीक्यूटिव देखिबो एग्जीक्यूटिव भूल कले जुडिशियरी देखिबो कि जुडिशियरी भूल कले एजेना देखुथिबे ए माने जदि भूल करिवे ताले को माने देखुथिबे ए माने देखुथिबे तो आ कोन कोन बोली कहउछन सेपरेशन ऑफ पावर बोली कहउछन जोटा कि चेक ऑफ बैलेंस रो सिस्टम को मेंटेन करे 61 नंबर क्वेश्चन को द पावर ऑफ जुडिशियरी टू नलिफाई the legislative measure of executive action if it is detrimental to the constitution is the principle of सी कहछि कि हम देश रे कोनोसी भी देश रे जदि कोनटा लेजिस्लेटिव द्वारा कोनोसी लॉ को तयारी करा गला लेजिस्लेटिव कोनोसी लॉ को बनेला और एग्जीक्यूटिव जदि कोनोसी लॉ को कोन कला ना एग्जीक्यूट कर देला बा इम्प्लीमेंट कर देला ताहले भी से देश रे जदि गोटे आईन को कोन करा जाय पारे जुडिशियरी द्वारा नलिफाई कर दिया जाय पारे असिद्धि घोषणा कर दिया जाय पारे कौन कर जाय पारे असिद्धि घोषणा कर जाय पारे ताहले से पावर टा कोन को से प्रिंसिपल को कोन कहउची जुडिशियल रिव्यू कोन कहउची न्यायिक पुनरावलोकन क्षमता कोन कहउची न्यायिक पुनरावलोकन 62 नंबर क्वेश्चन कहउची कि व्हिच आर्टिकल ऑफ यूएसए कॉन्स्टिट्यूशन has the legislative power of the congress देखो लेजिस्लेटिव आमे देखबा कि अमेरिका रा संविधान रे मात्र केतेटा आर्टिकल अछि 7 आर्टिकल्स प्रेजेंट अछि 7 आर्टिकल्स इन कोन अछि प्रेजेंट अछि ता भीतर गुटे कर लिखा है लेजिस्लेटिव विषय रे गुटे कर लिखा है एग्जीक्यूटिव विषय रे गुटे कर लिखा है जुडिशियरी विषय तो वर्तमान खाली तुमको एडी पचाल लेजिस्लेटिव पावर विषय रे अमेरिका रा संविधान में तयारी कराई तार कोठी कोन अछि पावर अछि बोली से पचाल कोठी पावर अछि बोली से पचाल तमन रखिबो
କୋଉଠି ନା ଆର୍ଟିକଲ 1 ତ ଆର୍ଟିକଲ 1 ରେ ଲେଖା ହେଇଛି କଣ ନା ଲେଜିସ୍ଲେଟିଭ ପାୱାର କଣ ଲେଖା ହେଇଛି ଲେଜିସ୍ଲେଟିଭ ପାୱାର ତାର ଲ ମେକିଂ ठीक अच्छे लॉ मेकिंग रो प्रोसेस टा लेजिस्लेटिव पाखरे अछि केते आर्टिकल रे लिखा है एक नंबर आर्टिकल रे लिखा है तापर क्वेश्चन पचरछि कोन तापर से तुम क्वेश्चन पचरछि तेसठी व्हिच आर्टिकल ऑफ यूएसए कॉन्स्टिट्यूशन वास्ट द एग्जीक्यूटिव पावर ऑफ द प्रेसिडेंट कहबा में देखिले लेजिस्लेटिव पावर आर्टिकल केते लिखा है अमेरिका रे संविधान रो 1 रे लिखा है तो मतलब से कौन पूछ रहे एग्जीक्यूटिव पावर कौन एग्जीक्यूटिव पावर आर्टिकल केते लिखा है तो सीक्वेंस अनुसार दुई कर दबो कि सीक्वेंस अनुसार दुई कर दबो कि हमें कहबे कि कौन ना आंसर होची कौन हाँ आंसर जदि हमें कहबे कि यूएसए कॉन्स्टिट्यूशन रे कौन ना एग्जीक्यूटिव पावर ता का दिया है तो 63 नंबर आंसर यदि हमें देखिबा ताले 63 नंबर आंसर कौन हबो 3 नंबर आर्टिकल केते नंबर आर्टिकल रे लिखा है 3 तार तो एग्जीक्यूटिव टा आर्टिकल केते ना 3 लेजिस्लेटिव टा आर्टिकल केते ना 1 ठीक अछि 1 और 3 हम जान देले तापर नंबर क्वेश्चन देखो पचरछि कोन ना यूएसए कॉन्स्टिट्यूशन रे जुडिशियरी पावर ऑफ द सुप्रीम कोर्ट लेजिस्लेटिव पावर 1 नंबर आर्टिकल एग्जीक्यूटिव पावर 3 नंबर आर्टिकल रे लिखा है जुडिशियरी पावर विषय केते नंबर आर्टिकल रे लिखा है पचरछि तो मन रखो आमे भी कहबा कि एटी टिके भूल है तो मन रख एग्जीक्यूटिव टा 2 रे लिखा है एग्जीक्यूटिव केते लिखा है 2 और जुडिशियल टा होची 3 जुडिशियल टा होची केते ना 3 ठीक अछि एटा टिके करेक्शन करिवो लेजिस्लेटिव होची 1 एग्जीक्यूटिव होची 2 और जुडिशियल होची 3 क्लियर समस्तंगर व्हिच ऑफ द फॉलोइंग एटी आंसर कोन आइगला 3 एटी आंसर कोन आइगला 2 2 ठीक अछि एटी 2 एटी हला 3 आल्फा में देखले केते 1 जोटा कि कोन थिला लेजिस्लेटिव 65 पूछे व्हिच ऑफ द फॉलोइंग इज नॉट ए क्वालिफिकेशन ऑफ इलेक्शन ऑफ अमेरिकन प्रेसिडेंसी तुम यदि अमेरिका रे कोन हेपे चाहूछ राष्ट्रपति इलेक्शन लड़िया पे चाहूछ ताहले आ भितर को योग्यता आवश्यक नुहे नॉट क्वालिफिकेशन नॉट ए क्वालिफिकेशन नेचुरल बोर्न अमेरिका रे हितिया पड़िबो तार तो अमेरिका रे से बाई बर्थ अमेरिका ने हितिया पड़िबो ठीक अछि ना भूल अछि हम कहबा ठीक अछि यदि ठीक अछि ताहले हबनि काहे नॉट सी कहिछि अटेंड द एज ऑफ 35 ईयर मिनिमम एज केते हितिया दरकार 35 एटा ठीक अछि तार तो आमे एटा भी हबनि ये भी हबनि ये भी हबनि रेसिडेंट ऑफ यूएसए 14 इयर्स मिनिमम 14 वर्ष धरिकी तांकू भारत रे कम कथिया पड़िबो माने अमेरिका रे रही थिया पड़िबो तो एटा भी दरकार तार तो एटा भी हबनी एटा ठीक अछि द मेंबर ऑफ अमेरिकन सीनेट सीनेट कोन सीनेट इज द अपर हाउस ऑफ अमेरिकन पार्लियामेंट किंतु मन रख अमेरिका रे राष्ट्रपति या पहले तुमको तांकर पार्लियामेंट रो सीनेट रो मेंबर किबा हाउस ऑफ रिप्रेजेंटेटिव काहार मध्य मेंबर हबार कोनसे आवश्यकता नाही तमे कोन हेकि रहि परिबो राष्ट्रपति हेकि रहि तो एटा होछि कोन नॉट ए क्वालिफिकेशन एटा कोनसे क्वालिफिकेशन नुह तो एटा ही आंसर हो एटा कोन अछि भूल अछि बाकी सब कोन अछि ठीक अछि 66 नंबर क्वेश्चन को नेम ऑफ द अमेरिकन प्रेसिडेंट हु वाज इलेक्टेड 4 टाइम इन अमेरिकन प्रेसिडेंसी बहुत इंपोर्टेंट प्रश्न अमेरिकार को एमती राष्ट्रपति थिले जे कि 4 थर तांकर थरे जितिले केते वर्ष 4 वर्ष तो 4 थर तार अर्थ 16 वर्ष पर्यंत कौन करथिले जितिथिले किंतु कंप्लीट करि पानादि 14 वर्ष रे तांकर कोन हेतला मृत्यु हो जायथिले 14 वर्षर कार्यकाल रे तांकर मृत्यु हो जायथिला नहले तो 16 वर्ष कंप्लीट करथाले 4 वर्षर कंजिक्यूटिव प्रेसिडेंट जदि हमें कहबा ताले की 66 नंबर क्वेश्चन पचारुछि प्रथमटा किए थिले जॉर्ज वाशिंगटन थिले हम जानिचंती ठीक अछि ସେମାନଙ୍କ ଫ୍ରାଙ୍କଲିନ ଡି ରୁଜवेल्ट ମନେ ଅଛି ନା ଫ୍ରାଙ୍କଲିନ ଡି ରୁଜवेल्ट ଜଣେ କଣ ଥିଲେ ନା ଫାଉଣ୍ଡିଂ ମେମ୍बर ଥିଲେ ଫାଉଣ୍ଡିଂ ମେମ୍बर ଅଫ ୟୁଏନओ ଯେତେବେଳେ ୟୁନାଇଟେଡ ନେସନ ଅର୍ଗାନାଇଜେସନ ସାନ ଫ୍ରାନ୍ସିସ୍କୋ ରେ ବସିଥିଲା ମିଟିଂ ତ ସେତେବେଳେ ତା ଭିତରେ କିଏ ଥିଲେ ଆମେରିକା ତରଫରୁ ଥିଲେ ଫ୍ରାଙ୍କଲିନ ଡି ରୁଜवेल्ट ଆଉ ଫ୍ରାଙ୍କଲିନ ଡି ରୁଜवेल्ट ହିଁ କଣ ଥିଲେ ନା ଜଣେ ଆମେରିକାନ ପ୍ରେସିଡେଣ୍ଟ ଯେ କି 4 ଥର ପାଇଁ ଆମେରିକାର ରାଷ୍ଟ୍ରପତି ଭାବରେ କଣ କରିଛନ୍ତି ୱିନ୍ କରିଛନ୍ତି କିନ୍ତୁ 4 3 12 ଠିକ ଅଛି 12 ବର୍ଷ ସେ କମ୍ପ୍ଲିଟ କରିଥିଲେ 3ଟା ଟର୍ମ 4 ନମ୍ବର ଯୋଉ ଟର୍ମ ଚାଲିଥିଲା ସେଟା ସେ କଣ କରିଗଲେ ନା 4 ନମ୍ବର ଟର୍ମ ଟା 4 ବର୍ଷ ପାଇଁ ଆସିଥିଲେ କିନ୍ତୁ ସେ କଣ କରିଗଲେ ନା କେବଳ 2 ବର୍ଷ ହିଁ କାମ କରିକି ତାଙ୍କର କଣ ହେଇଗଲା ମୃତ୍ୟୁ ହେଇଗଲା ତାର ତ ଏଇ କେତେ ବର୍ଷ କାମ କରିଛନ୍ତି 14 ବର୍ଷ ପର୍ଯ୍ୟନ୍ତ କାମ କରିଛନ୍ତି ଫ୍ରାଙ୍କଲିନ ରୁଜवेल्ट କିନ୍ତୁ ଆଜିର ଡେଟ୍ ରେ ଜଣେ ଆମେରିକାର ରାଷ୍ଟ୍ରପତି କଣ ନା 4 ଇୟର୍ସ ପାଇଁ ହେଇପାରିବ ଥରେ ହେଲେ
आउ केते थर पे हेइपरिबो टू टाइम्स पे हेइपरिबो एटा हम संशोधन करथिले कि मैक्सिमम टाइम केते ना दी थर ही हेइपरिबो ताठ अधिक हेइपरिबो नाही तापरे 67 नंबर क्वेश्चन देखो तो 67 नंबर क्वेश्चन कौन कोच देखो 67 नंबर क्वेश्चन कोच इफ एन अमेरिकन प्रेसिडेंट डाइज इन ऑफिस जदि गोटे अमेरिकार राष्ट्रपति ऑफिस रे मरी गला ताले हु सक्सेसड हिम तांकर उत्तराधिकारी किए हेबे ତାଙ୍କର ଉତ୍ତରାଧିକାରୀ ସକ୍ସେସର କିଏ ହେବେ ତ ଚିଫ ଜଷ୍ଟିସ ଅଫ ଦ ସୁପ୍ରିମ କୋର୍ଟ ହେବେ ନା ସ୍ପିକର ଅଫ ଦ ହାଉସ ଅଫ ରିପ୍ରେଜେଣ୍ଟେଟିଭ ହବ ନା ସିନିୟର ମୋଷ୍ଟ ସିନେଟର ସିନେଟର ମେମ୍ବର କୁ ସିନେଟର ତ ସିନିୟର ମୋଷ୍ଟ ସିନେଟର ହବ ନା ଦ ଭାଇସ ପ୍ରେସିଡେଣ୍ଟ ଅଫ ୟୁଏସଏ ତା ଆନ୍ସର କଣ ହବ ନିହାତି ଭାବରେ ଆମେରିକାର ଯଦି ରାଷ୍ଟ୍ରପତିଙ୍କର କଣ ହୁଏ ଆମେରିକାର ରାଷ୍ଟ୍ରପତିଙ୍କର ଯଦି ଡେଥ ହେଇଯାଏ କିମ୍ବା ଯଦି ଆମେରିକାର ରାଷ୍ଟ୍ରପତି କଣ କରନ୍ତି ନା ରେଜିଗ୍ନେସନ ଦିଅନ୍ତି କିମ୍ବା ଯଦି ଆମେରିକାର କଣ ନା ରାଷ୍ଟ୍ରପତି ଯଦି କଣ କରନ୍ତି ନା ତାଙ୍କ ପୋଷ୍ଟ ରୁ କଣ ହେଇଯାଆନ୍ତି ଇମ୍ପିଚ ହେଇଯାଆନ୍ତି ତାହେଲେ ଏ ସବୁ ଯାକ କଣ୍ଡିସନ ରେ କଣ ନା ଭାରତର ଆମେରିକାର ଉପରାଷ୍ଟ୍ରପତି କଣ ହେଇଯିବେ ନା ପରମାନେଣ୍ଟ ପ୍ରେସିଡେଣ୍ଟ ଭାବରେ କଣ କରିବେ ନା ପୂର୍ବତନ ରାଷ୍ଟ୍ରପତିଙ୍କର ରିମେନିଂ କାର୍ଯ୍ୟକାଳ ପାଇଁ କଣ କରିବେ କଣ୍ଟିନ୍ୟୁ କରିବେ 6 ନମ୍ବର क्वेश्चन କହୁଛି ହାଉ many members are elected by the American state of Senate ତ ଆମେରିକାର ଯୋଉ ଷ୍ଟେଟ ଅଫ ସିନେଟ ଅଛି ଦିଟା ହାଉସ ଅଛି ତାଙ୍କର କଂଗ୍ରେସ ର ତ କଂଗ୍ରେସ ପାର୍ଲାମେଣ୍ଟ ନେମ ଅଫ ୟୁଏସଏ ଦିଟା ହାଉସ ଅଛି ହାଉସ ଅଫ ରିପ୍ରେଜେଣ୍ଟେଟିଭ ଗୋଟେ ହାଉସ ଅଫ କମନ ଅଛି ହାଉସ ଅଫ ରିପ୍ରେଜେଣ୍ଟେଟିଭ ଅଛି ଆଉ ହଉଛି ହେଲା ସିନେଟ ଅଛି ତ ସେ କହୁଛି କଣ ନା ସିନେଟ ର ଯୋଉ ମେମ୍ବର ମାନେ ଇଲେକ୍ଟ ହୁଅନ୍ତି ତ ହାଉ ମେନି ମେମ୍ବର୍ସ ଗୋଟେ ଗୋଟେ ରାଜ୍ୟରୁ କେତେ ଆସନ୍ତି ତ ଆମେ ଦେଖୁଛନ୍ତି ଏଠି କଣ ଅଛି ନା ଇକ୍ୱାଲ ରିପ୍ରେଜେଣ୍ଟେସନ କଣ ଅଛି ପଢିଛନ୍ତି ଆମେ କାଲି ଇକ୍ୱାଲ ରିପ୍ରେଜେଣ୍ଟେସନ ଅଛି ତାର ଅର୍ଥ ହଉଛି କଣ ଆମେରିକାରେ 50 ରାଜ୍ୟ ଅଛନ୍ତି ସିନେଟର ମେମ୍ବର ହଉଛନ୍ତି 100 ତାର ପ୍ରତି ରାଜ୍ୟର ମେମ୍ବର ହଉଛନ୍ତି 2 ତାର ଟୋଟାଲ କେତେ ନା 100 ତେବେ ଆନ୍ସର କଣ ହବ ଏଠି ନା 2 ଠିକ ଅଛି ଗୋଟେ ଗୋଟେ ଷ୍ଟେଟ କେତେ ମେମ୍ବର ପଠେଇବେ 2 ଯାହା ଫଳରେ କି 50 ମେମ୍ବରକୁ ନେଇକି ତିଆରି ହେଇଥିବା ୟୁଏସଏ ର ସିନେଟର ମେମ୍ବର କେତେ ହେଇଥିବେ ନା 100 ହେଇଥିବେ 69 नंबर क्वेश्चन कହୁଛି who administers the oath of office of the president of America ଆମ ଦେଶର ରାଷ୍ଟ୍ରପତି ଯେତେବେଳେ ଶପଥ ନିଅନ୍ତି ତାଙ୍କୁ ସିଜେଆଇ ଦିଅନ୍ତି ଠିକ ଅଛି ତ କେମିତି ଆମେ କହିବା କି ଯେତେବେଳେ ଓଥ ନିଅନ୍ତି ଆମେରିକାର ପ୍ରେସିଡେଣ୍ଟ ତାହେଲେ ତାଙ୍କୁ କିଏ ଶପଥ ଦବ ବୋଲି ପଚାରିଛି ତ ଆମେରିକାର ପ୍ରେସିଡେଣ୍ଟ କୁ କିଏ ଶପଥ ଦବ ବୋଲି ପଚାରିଛି କ୍ୱେଶ୍ଚିନ ନମ୍ବର କେତେ କହୁଛି କ୍ୱେଶ୍ଚିନ ନମ୍ବର 69 କହୁଛି ଦେଖିବା ଆନ୍ସର କର ତ ମନେ ରଖିବ ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟ ସେ ଆମ ଦେଶରେ ସିଷ୍ଟମ ଯେମିତି କାମ କରେ ତାଙ୍କ ଦେଶରେ ବି ସିଷ୍ଟମ ସେମିତି କାମ କରେ ଚିଫ ଜଷ୍ଟିସ ଅଫ ସୁପ୍ରିମ କୋର୍ଟ ହିଁ ତାଙ୍କ ଦେଶର କଣ କରନ୍ତି ନା ରାଷ୍ଟ୍ରପତିଙ୍କୁ ଶପଥ ଦିଅନ୍ତି ଆମ ଦେଶରେ ମଧ୍ୟ ସିଜେଆଇ ହିଁ କଣ କରନ୍ତି ଆମ ଦେଶର ପ୍ରେସିଡେଣ୍ଟକୁ ଶପଥ ଦିଅନ୍ତି ଏମିତିକି ଆମର ପ୍ରେସିଡେଣ୍ଟ ଭାରତର ପ୍ରଧାନମନ୍ତ୍ରୀ ଆଉ ତାଙ୍କର ପୁରା ମନ୍ତ୍ରିମଣ୍ଡଳକୁ ମଧ୍ୟ କଣ କରନ୍ତି ଶପଥ ଦିଅନ୍ତି ତାପରେ ଆସ 70 ନମ୍ବର ପ୍ରଶ୍ନ 70 ନମ୍ବର ପ୍ରଶ୍ନ କଣ କହୁଛି ଦେଖ ସିଏ କହୁଛି ଦ ଅଫିସିଆଲ ରେସିଡେଣ୍ଟ ଅଫ ୟୁଏସଏ ପ୍ରେସିଡେଣ୍ଟ ଆମେ ସକାଳେ ପଢିଥିଲେ ବେକିଂ ହୋମ ପ୍ୟାଲେସ ବେକିଂ ହୋମ ପ୍ୟାଲେସ ଏଟା କିଏ ରୁହନ୍ତି ନା ବ୍ରିଟିଶ ମୋନାର୍କ ରୁହନ୍ତି କିଏ ରୁହନ୍ତି ନା ବ୍ରିଟିଶ କିଙ୍ଗ ବା ବ୍ରିଟିଶ କୁଇନ ରୁହନ୍ତି ଦ୍ୟାଟ ଇଜ ଦ ବେକିଂ ହୋମ ପ୍ୟାଲେସ ସେମିତି ଇଣ୍ଡିଆରେ ଯଦି ଆମେ କହିବା କି ରାଷ୍ଟ୍ରପତି ଇଣ୍ଡିଆର ପ୍ରେସିଡେଣ୍ଟ କୋଉଠି ରୁହନ୍ତି ନା ପ୍ରେସିଡେଣ୍ଟ ହାଉସ ଯୋଉଟାକୁ ଆମେ ରାଷ୍ଟ୍ରପତି ଭବନ କହୁଛନ୍ତି ରାଷ୍ଟ୍ରପତି ଭବନ ଠିକ ଅଛି ରାଷ୍ଟ୍ରପତି ଭବନ ସେମିତି ଆମେ ଯଦି କହିବା କି ଆଉ ଗୋଟେ କଣ ନା ଏଇଠି ସେ ପଚାରୁଛି କି ଆମେରିକାର ମାନେ ଆମେରିକାର ରାଷ୍ଟ୍ରପତି ଯୋଉ ରେସିଡେଣ୍ଟ ରହିବେ ତାକୁ କଣ କୁହାଯିବ ହ୍ୱାଇଟ ହାଉସ କଣ କୁହାଯାଉଛି ହ୍ୱାଇଟ ହାଉସ ଇଜ ଦ ଅଫିସିଆଲ ରେସିଡେଣ୍ଟ ଅଫ ଆମେରିକାନ ପ୍ରେସିଡେଣ୍ଟ ସବୁଠୁ ପାୱାରଫୁଲ ହାଉସ ଭାବରେ ମାନାଯାଏ ହ୍ୱାଇଟ ହାଉସ କାହିଁକିନା ସୁପର ପାୱାର ଭାବରେ ପୃଥିବୀର 1 ନମ୍ବର ଇକୋନୋମି ଆମେରିକା ଆଉ ତା ସହିତ ହ୍ୱାଇଟ ହାଉସ ରୁ ପୁରା କଣ କରେ ନା ପୃଥିବୀ ପ୍ରଭାବିତ ହୁଏ ସେଥିପାଇଁ ହ୍ୱାଇଟ ହାଉସ କୁ ସବୁଠୁ ପାୱାରଫୁଲ ରେସିଡେଣ୍ଟ ବୋଲି ଆମେ କଣ କରନ୍ତି କନସିଡର କରନ୍ତି ସେମିତି ୟୁଏସଏ ପ୍ରେସିଡେଣ୍ଟଙ୍କର ଯୋଉ କଣ ଅଛି ଏରୋପ୍ଲେନ ଅଛି ସେ ଏରୋପ୍ଲେନ ର ନାଁ ହଉଛି କଣ ନା ଫ୍ଲାଇଂ ହ୍ୱାଇଟ ହାଉସ ଫ୍ଲାଇଂ ହ୍ୱାଇଟ ହାଉସ ସବୁ ସୁବିଧା ଅଛି ଏଠି ଠିକ ଅଛି ଯାହା ଯାହା ହ୍ୱାଇଟ ହାଉସ ରେ ଅଛି 71 ନମ୍ବର କ୍ୱେଶ୍ଚନ କହୁଛି କି ହୁଇଚ ଆର୍ ଦ ଟୁ ହାଉସେସ୍ ଅଫ ଦ ଆମେରିକାନ କଂଗ୍ରେସ ଆମେରିକାର କଂଗ୍ରେସ ର ଦିଟା ହାଉସ ଅଛି କାହିଁକିନା ବାଇ କ୍ୟାମେରାଲିଜମ କୁ ଫଲୋ କରୁଛି ଇଂଲଣ୍ଡ ପାଖରୁ ଆଣୁଛି
ଯେମିତି ଇଂଲଣ୍ଡ ର ହାଉସ ଅଫ କମନ ହାଉସ ଅଫ ଲର୍ଡ ଥିଲା, ସେମିତି ସେ କହୁଛି କଣ ନା ଆମେରିକାନ କଂଗ୍ରେସ ର ବି ଦିଟା ହାଉସ ଅଛି, ତାର ନାଁ କଣ? ତ ଆମେରିକାନ କଂଗ୍ରେସ ର ବି ଦିଟା ହାଉସ ଅଛି, ଗୋଟେକାର ନାଁ ହଉଛି କଣ ନା ସିନେଟ। ଏଠି ବି ଅଛି ସିନେଟ, ଏଠି ବି ଅଛି ସିନେଟ, ଏଠି ବି ଅଛି ସିନେଟ, କିନ୍ତୁ ଏଠି ସିନେଟ ନାହିଁ, ତମେ ଆକୁ ପ୍ରଥମ କାଟ। ଆଉ ଗୋଟେ ହଉଛି ହାଉସ ଅଫ କମନ, ତ ହାଉସ ଅଫ କମନ ତ ଇଂଲଣ୍ଡ ରେ ଅଛି। ହାଉସ ଅଫ ପିପୁଲ ଏଇଟା ତ ଭାରତର ଲୋକସଭା ଅଛି, ତ ଇଏ ବି ହବନି। ତ ଆନ୍ସର ହବ ହାଉସ ଅଫ ରିପ୍ରେଜେଣ୍ଟେଟିଭ ଏଣ୍ଡ ସିନେଟ। ଠିକ ଅଛି, ହାଉସ ଅଫ ରିପ୍ରେଜେଣ୍ଟେଟିଭ, ରିପ୍ରେଜେଣ୍ଟେଟିଭ ଆଉ ଗୋଟେ ହଉଛି କଣ ନା ସିନେଟ। ସିନେଟ ଇଜ ଦ ଅପର ହାଉସ, ଆଉ ତା ସହିତ ସବୁଠୁ ପାୱାରଫୁଲ ଅପର ହାଉସ। ଆଉ ରିପ୍ରେଜେଣ୍ଟେଟିଭ ହାଉସ ଅଫ ରିପ୍ରେଜେଣ୍ଟ ସବୁଠୁ କଣ ମାନେ ଲେସ୍ ପାୱାରଫୁଲ ଲୋୟର ହାଉସ ଭାବରେ କନସିଡର କରାଯାଏ। 72 नंबर क्वेश्चन कौची कि द लोअर हाउस लिमिट ऑफ यूएसए बिकम द मेंबर ऑफ द हाउस ऑफ रिप्रेजेंटेटिव। से कौची कि द लोअर हाउस अच्छी ब्रिटिश कांग्रेस रो जो लोअर हाउस अच्छी दैट इज द हाउस ऑफ रिप्रेजेंटेटिव, आर मेंबर हा पहले मिनिमम केते वर्ष दरकार बोली कहूची। से कौची द लोअर एज लिमिट मतलब सबटु कम बयसटा अमेरिका रो हाउस ऑफ रिप्रेजेंटेटिव रो मेंबर हा पे केते वर्ष दरकार बोली से हमको पचार। तो मन रख 72 नंबर क्वेश्चन आंसर होची डी 25 वर्ष। जेमती भारत रो लोकसभा पे 25 वर्ष दरकार, सेमती हाउस ऑफ कॉमन रो पे इंग्लैंड रे 25 दरकार, हाउस ऑफ रिप्रेजेंटेटिव पे मध्ये कोन दरकार ना अमेरिका रे एडा होची इंडिया रो, एडा होची कोन ना यूके रो, और एडा होची कोन ना यूएसए रो। तो तीनटा जाय कोन दरकार लोअर हाउस पे 25 वर्ष ही दरकार। ए मेंबर ऑफ द हाउस ऑफ रिप्रेजेंटेटिव मस्ट बी इनहेबिटेंट ऑफ। से कुछ कौन ना अमेरिका जो कौन अच्छी हाउस ऑफ रिप्रेजेंटेटिव दैट इज द लोअर हाउस ऑफ अमेरिकन कांग्रेस। तो एटा गोटे इनहेबिटेंट ऑफ द स्टेट फ्रॉम व्हिच ही इलेक्टेड, any state of USA Federation, outside the state from which he is elected and all of the above। आर मेंबर माने कोड आसते भी पचास। तो मन स्टेट फ्रॉम व्हिच ही इलेक्टेड, तो प्रति राज्य रु कौन करती ना इलेक्ट हेकि आसती। हमर भारत रे लोकसभा रे कोन ना 543 मेंबर अच्छे वर्तमान। तो को राज्य रु केते जानती, ओडिसा रु 21 जन जानती, यूपी रु केते जानती ना 31 जन जानती। तो सेमिति ये सब मेंबर जेमिति जानती सेमिति एटी मध्ये कोन ना स्टेट फ्रॉम कोन ना अलग अलग स्टेट रु इलेक्ट हेकि मेंबर माने कोडी जानती हाउस ऑफ रिप्रेजेंटेटिव जानती। और एटी नो इक्वल रिप्रेजेंटेशन, एटी कौनसी राज्य को इक्वल रिप्रेजेंटेशन दिया है एटा ऑन द बेसिस ऑफ पॉपुलेशन ही कौन करा जाए केवल इक्वल रिप्रेजेंटेशन ही दिया है कि ताजरा केवल कोड दिया है सिनेट में दिया है 50 राज्य 2 मेंबर 100 मेंबर 12 मेंबर केते 100। तो ये आंसर कोन हला, आंसर हे हला कोन ना ए। टेस्ट करिए 74 नंबर क्वेश्चन। 74 नंबर क्वेश्चन कहूची कोन ना ग्रे मेंडरिंग। तो ग्रे मेंडरिंग गोटे कोन ना टर्म दा एटा तांकर गोटे कोन ना कांग्रेस रे यूज करा होतबा गोटे पार्लियामेंट्री टर्म, पार्लियामेंट्री टर्म ऑफ यूएस कांग्रेस। तार मीनिंग कोन गेरी मेंडरिंग, तार मीनिंग कोन 74। तो मन रखो द एडजस्टमेंट ऑफ डिस्ट्रिक्ट इन सच वे दैट द इंटरेस्ट ऑफ द डोमिनेंट पार्टी विल बी सर्व्ड। ठीक अछि, तो डिस्ट्रिक्ट मानन को एडजस्ट करा जीवो जा फल कि डोमिनेंट पार्टी कोन करि परिबो ना गोटे इंटरेस्ट को तारा सर्व करा जाई परिबो। ताकू कोन बोली कहउची ना गेरी मेंडरिंग बोली हमें कोन कहउछथि ना कंसीडर करछथि। तो मन रखिबो एडजस्टमेंट ऑफ डिस्ट्रिक्ट इन सच वे दैट द इंटरेस्ट ऑफ द डोमिनेंट पार्टी विल बी ऑब्जर्व्ड। ठीक अछि, सर्व्ड। 75 कौच की कैनन रिवोल्ट रो अर्थ कोन, कैनन रिवोल्ट ये भी गोटे पार्लियामेंट्री टर्म दा। तो कैनन रिवोल्ट रो अर्थ कोन एटा कोन रगड पचरिबो डायरेक्ट एग्जाम रे। तो 75 नंबर कौच की कोन ना कैनन रिवोल्ट रो अर्थ कोन। तो कैनन रिवोल्ट रो अर्थ होची कोन ना ए रिवोल्ट अगेंस्ट द अब्यूज ऑफ पावर बाय द स्पीकर इन यूएसए इन द ईयर 1910। तो 1910 रे अमेरिका रो जो कोन थिले जो हाउस रो स्पीकर माने थिले सेमे ताकर पावर रो कोन कले ना मिसयूज करे आरंभ कले कोन कले
मिसयूज और ता पे गोटे रिवोल्ट हैला ताको कोन कहउची कैनन रिवोल्ट जेमति हमर भारत रे लोकसभा रे स्पीकर पक्षपातिता करूछन्ती बोली कुआ होउची कि से केवल रूलिंग पार्टी को कोन करछन्ती सपोर्ट करछन्ती गोटे अपोजिशन पार्टी को सपोर्ट करना आदि समय दोना आदि माइक बंद कर दउछन्ती तो एमिति गोटे जिंस हेतिला 1910 रे और अमेरिका रे कोन हेतिला ना स्पीकर को अगेंस्ट रे गोटे कोन हेतिला रिवोल्ट हेतिला आ ताको कैनन रिवोल्ट भाबरे कंसीडर करा जाय 75 रो ए 76 कହୁची हु इज द फ्लोर लीडर ऑफ द हाउस ऑफ रिप्रेजेंटेटिव इन यूएसए यूएसए रे हाउस ऑफ रिप्रेजेंटेटिव बा यूएसए कांग्रेस रो लोअर हाउस रो लोअर हाउस रो जोटा कि हाउस ऑफ रिप्रेजेंटेटिव तो आर लीडर किए बोली पचारछि आर लीडर किए भारत रे लोकसभा लीडर तो प्रधानमंत्री सेमिति एडी से पचारछि 76 नंबर क्वेश्चन पचारछि कि एटी लीडर किए तो मन रखो एटी राष्ट्रपति केबे करदबनी काहे राष्ट्रपति केबे भी पार्लियामेंट बा कांग्रेस रो पार्ट नहंती अमेरिका रो बे आर लीडर होचंदी किए ना आर लीडर होचंदी कोना हाउस ऑफ रिप्रेजेंटेटिव रो स्पीकर जे थिबे हाउस ऑफ रिप्रेजेंटेटिव रो स्पीकर जे थिबे से होचंदी कोना फ्लोर लीडर ऑफ द हाउस ऑफ रिप्रेजेंटेटिव इन यूनाइटेड स्टेट ऑफ अमेरिका 77 नंबर क्वेश्चन कहूची टू प्रोमिनेंट पॉलिटिकल पार्टी इन यूएसए अमेरिका रे दीटा ही बड़ राजनीतिक दल अछि तमे ताको हमें बाई पार्टी सिस्टम बोली कहउछन्ती कोन कहउछन्ती बाई पार्टी सिस्टम तो दीटा जो प्रोमिनेंट पॉलिटिकल पार्टी अछि से दीटा कोटा तो गोटे होची कोन डेमोक्रेटिक पार्टी आ गोटे होची कोन ना आमे देखो बाकी कोन ना रिपब्लिकन पार्टी तो गोटे होची डेमोक्रेटिक पार्टी आ गोटे होची रिपब्लिकन पार्टी तो 77 ई का करेक्ट आंसर क्लियर समझता 77 A is the correct answer. Dominant Democratic Party और Republican Party. 78 को the first president of France. एडु फ्रांस आरंभ हेगला यूएसए सरला तमरो यूके सरला यूके पर यूएसए सरला तापर कोन आरंभ हला फ्रांस आरंभ हला कोन आरंभ हला फ्रांस को हम आरंभ करिवा तो देखो 78 नंबर क्वेश्चन को the first president of France under the constitution of the fifth republic ठीक है तो फिफ्थ रिपब्लिक कंट्री भाबरे तळे कोन हला फ्रांस तयारी हला तो से कंडीशन रे फ्रांस रो प्रथम राष्ट्रपति किए हितिले प्रथम राष्ट्रपति फर्स्ट प्रेसिडेंट ऑफ फ्रांस फ्रेंच रिवोल्यूशन हेतिला हम जानछन 1789 रे तापरे पुनी थरे कोन ना पावर पुनी चल जायतिला किछि कोन ना ऑटोक्रेसी मानको पाखु चल जायतिला नेपोलियन माति थिले तो सेठी पुनी कहूची कि तळे फिफ्थ रिपब्लिक भाबरे फ्रांस रो कॉन्स्टिट्यूशन आसिला तो तारो फर्स्ट प्रेसिडेंट भाबरे किए काम करछले बोली पटोछि तो मन रखो फर्स्ट प्रेसिडेंट भाबरे काम किए करछन्ती ना जनरल डी कुल्ली किए काम करछन्ती जनरल डी कुल्ली ये होचले कोन ना फर्स्ट प्रेसिडेंट ऑफ फ्रांस द कॉन्स्टिट्यूशन ऑफ फिफ्थ रिपब्लिक ऑफ फ्रांस इन केम इनटू फोर्स तो केबे केम इनटू फोर्स हला फिफ्थ रिपब्लिक ऑफ फ्रांस भाबरे आर संविधान को केबे केम इनटू फोर्स करागला बोली पचाउछि तो मन रखो 4 अक्टोबर 1958 मसिया 4 अक्टोबर 19 देखो आर संविधान आगरु थिला किंतु संविधान रे टाइम टू टाइम कोन हेचना चेंज हे वर्तमान गोटे नुवा संविधान सेठी काम करछि लेकि 4 अक्टोबर 1958 मसिया रू कोन करछि काम करछि क्लियर समझतंगर 80 नंबर क्वेश्चन कहूची टू हाउसेस ऑफ द फ्रेंच पार्लियामेंट जेमिति इंडिया रे आमे दीटा देखुछन्ती गोटे होची लोकसभा गोटे राज्यसभा सेमिति यूएसए कांग्रेस रे आमे दीटा देखुछन्ती गोटे होची सीनेट गोटे होची हाउस ऑफ रिप्रेजेंटेटिव जेमिति यूके पार्लियामेंट रे आमे दीटा देखुछन्ती हाउस ऑफ कॉमन आ गोटे होची हाउस ऑफ लॉर्ड ठीक अछि सेमिति कहूची फ्रांस रो पार्लियामेंट रो जो दीटा हाउस अछि से दीटा हाउस रो नाम कोन बोली से पचरछि देखि फिफ्थ रिपब्लिक ऑफ फ्रांस आंसर करो फिफ्थ रिपब्लिक ऑफ फ्रांस मन रखो गोटे होची कोनटा नेशनल असेंबली आ गोटे होची सीनेट गोटे कोन कहउची नेशनल असेंबली आ गोटे कोन कहउची ना सीनेट बोली हमें आकू कहउछथि कोड रे एटा ना आमे देखबा कि फ्रेंच फ्रांस रो पढ़ाई ने हमें फ्रांस इति हमें आगू करबानी तो हमें एबे कोन करले ना आउ 40 क्वेश्चन को डिस्कशन करले सकाळे करथिले 40 एबे करले 40 नेक्स्ट रे हमें अमेरिका को सारीबा अमेरिका सारीला परे फ्रांस चाइना ए सब पढिबा देन ता सहित रिलेटेड एमसीक्यू को डिस्कशन करबा और नंबर ऑफ एमसीक्यू अछि एग्जाम ओरिएंटेड तो हमको हमें कोन करबा डिस्कशन करके देखिनो ठीक है थैंक यू टू ऑल ऑफ यू